সরিতা সরিতা সিদ্ধান্ত সিদ্ধান্ত ବାପା ହେଲା ମା ହେଲା ଆପଣ ହାଇଦ୍ରାବାଦରୁ ଫେରି ସାଙ୍ଗେ ସାଙ୍ଗେ ଚାଲି ଆସିବେ। ଆରେ ମା ଟ୍ରେନ୍ ଓହ୍ଲେଇ ଘରେ ପାଦ ଦଉ ଦଉ ତ ବୋଉ କହିଲା ସରିତାର କ'ଣ ଗୋଟେ ଅର୍ଜେଣ୍ଟ କାମ ଅଛି ଯା। ଆଚ୍ଛା କହିଲୁ ମା ତୋର ସେ ଅର୍ଜେଣ୍ଟ କାମଟା କ'ଣ? ଆପଣଙ୍କ ସମୁଦି 2 ମାସ ପାଇଁ ଋଷିକେଶ ଚାଲି ଯାଉଛନ୍ତି। ସେଠି ତାଙ୍କ ଗୁରୁଙ୍କ ଆଶ୍ରମରେ କ'ଣ ଗୋଟେ ଫଙ୍କସନ୍ ହେବାର ଅଛି, ସେଥିପାଇଁ ସେ ଆଡଭାନ୍ସ ଟିକେଟ୍ ମଧ୍ୟ ବୁକିଂ କରିସାରିଲେଣି। ଆଚ୍ଛା ମା ସମୁଦ୍ର ବର୍ତ୍ତମାନ ଅଛନ୍ତି କୋଉଠି? ସେ ଉପରେ ଠାକୁର ଘରେ ପ୍ରାର୍ଥନା କରୁଛନ୍ତି, ଆସନ୍ତା ସପ୍ତାହରେ ବାହାରି ଯିବେ। ବାପା ହେଲା ଆଚ୍ଛା ସିଦ୍ଧାନ୍ତ ତମେ ସରକାରୀ କଲେଜର ଲେକ୍ଚର ଚାକିରି ଛାଡ଼ି ଗୋଟେ ଇଣ୍ଡଷ୍ଟ୍ରି ଆରମ୍ଭ କରିବାକୁ ଯାଉଛ, ଏ କଥା ତମ ବାପାଙ୍କୁ ଜଣେଇଛ? ସେଇ ତ ଅସୁବିଧା କଥା, ଏ ପର୍ଯ୍ୟନ୍ତ ଏ ବିଷୟରେ ତାଙ୍କ ବାପାଙ୍କୁ ସେ କିଛି ବି କହିନାହାନ୍ତି, ଏମିତିକି କହିବାକୁ ସାହସ ମଧ୍ୟ କରୁନାହାନ୍ତି। ସେଇଥିପାଇଁ ମୁଁ କହୁଛି ଆମ 2 ଜଣଙ୍କ ତରଫରୁ ଆପଣ ଯଦି ଏ ବିଷୟରେ ତାଙ୍କୁ ଟିକେ କହନ୍ତେ ତାହେଲେ ଆମ କାମରେ ଆମେ ଆଗେଇ ଯାଆନ୍ତେ। ଠିକ ଅଛି ତୁ ଯେତେବେଳେ କହୁଛୁ ଆଜି ରାତିରେ ସମୁଦ୍ରଙ୍କ ସାଙ୍ଗରେ ଏ ବିଷୟରେ ମୁଁ କଥାବାର୍ତ୍ତା କରୁଛି। ହଁ ଆପଣ ଯେମିତି ହଉ ତାଙ୍କୁ ଆଜି ରାତିରେ ରାଜି କରେଇ ଦିଅନ୍ତୁ। ନା ବାପା ବାପା ଏବେ ଗାଁରୁ ଫେରିଛନ୍ତି, ତାପରେ ଆପଣ ହାଇଦ୍ରାବାଦରୁ ଟ୍ରେନ୍ ଜଏନିଂ କରି ଫେରିଛନ୍ତି। ଆଜି ରାତିଟା ବିଶ୍ରାମ କରିନିଅନ୍ତୁ, କାଲି କଥା ହେବେ। ସିଦ୍ଧାନ୍ତ ତମେ ତମ ଶ୍ୱଶୁର ନୀଳାମ୍ବର ଆଚାର୍ଯ୍ୟକୁ ଏପର୍ଯ୍ୟନ୍ତ ଚିହ୍ନି ପାରିଲନି। ଦୁନିଆରେ କିଛି କାମ ହାସଲ କରିବାକୁ ଥିଲେ ଜୀବନ ଶବ୍ଦକୋଷରୁ ବିଶ୍ରାମ ଶବ୍ଦଟାକୁ ବାଦ ଦେବାକୁ ପଡ଼େ, ଏ କଥା ତମେ କେବେ ଜାଣିବ? ଏଇ ମତେ ଦେଖ, ମୋ କ୍ୟାରିୟର ମୁଁ ଆରମ୍ଭ କଲି ଜଣେ ଓକିଲଙ୍କ କିରାଣୀ ହିସାବରେ, ଆଉ ଜୀବନରେ ବିଶ୍ରାମ ନେଇଥିଲେ ମୁଁ ଆଜି ବାର ଆଟ ଲ ହେଇନଥାନ୍ତି ବା ମୋ ପୁଅ ନାଁରେ 2ଟା ଇଣ୍ଡଷ୍ଟ୍ରି କରିପାରିନଥାନ୍ତି। ତେଣୁ ମୋ ପ୍ରିନ୍ସିପଲ ହେଉଛି ଯେତେବେଳେ ବସିବାକୁ ସମୟ ମିଳୁଛି ଶୋଇପଡ଼, ଆଉ ଯେତେବେଳେ ଚାଲିବାକୁ ପଡ଼ୁଛି ଦୌଡ଼ିଯା। ମୋ ପୁଅକୁ ମୁଁ ଇଣ୍ଡଷ୍ଟ୍ରିଆଲିଷ୍ଟ କରିଛି, ମୁଁ ବି ଚାହେଁ ତମେ ସେମିତି ଶିଳ୍ପପତି ହୁଅ। ସେଇଥିପାଇଁ ତ ବାପା ଆମେ ଆପଣଙ୍କୁ ସବୁ ଦାୟିତ୍ୱ ଦେଇଛୁ, ଆପଣ ଚାହିଁଲେ। ଆରେ ଚାହିଁଲେ କ'ଣ ମା, ଏଇଟା ତ ହେଉଛି ମୋର କର୍ତ୍ତବ୍ୟ। ଆଜି ରାତିରେ ସମୁଦ୍ରଙ୍କ ସହିତ କଥାବାର୍ତ୍ତା କରି ତମ ଗାଁର ସବୁ ଜମି ଜମା ବିକ୍ରି କରିବା ଦାୟିତ୍ୱଟା ହେଉଛି ମୋର। ଓକେ କିଛି ଗୋଟେ ଆରମ୍ଭ କରିବାର ଆଶା ନେଇ ସିଦ୍ଧାନ୍ତ ଚାକିରି ଛାଡ଼ି ଯାହା କରିଛି କିଛି ଭୁଲ କରିନି। ସମୁଦି 15-20 ହଜାର ଟଙ୍କା ପାଉଥିଲା, କେତେ ହବା? ତେଣୁ ଆପଣଙ୍କର ଜମି ଜମା ବିକି ତା ପାଇଁ ଗୋଟେ ପାଣ୍ଠି ଯୋଗାଡ଼ କରିଦେଲେ ସେ ଗୋଟେ ଇଣ୍ଡଷ୍ଟ୍ରି କରିବାକୁ ଚାହୁଁଛି। ସିଦ୍ଧାନ୍ତ ମୋର ପୁଅ, ତାର ଦୋଷ ଦୁର୍ବଳତା କ'ଣ ମୋତେ ଜଣା। ବିଜନେସ୍ ଇଣ୍ଡଷ୍ଟ୍ରି ଇତ୍ୟାଦି କରିବା ପାଇଁ ଯେଉଁ ସିନସିୟରିଟି ଦରକାର ତା ପାଖରେ ନାହିଁ। ଯଦି ବା ସେ ମୋତେ ନ ପଚାରିକି ଚାକିରିଟା ଛାଡ଼ି ଦେଇଛି ସେଥିପାଇଁ ମୋର ଦୁଃଖ ନାହିଁ, କାରଣ ଗାଁରେ ମୋର ଯେତିକି ସମ୍ପତ୍ତି ଅଛି ସେତକ ଦେଖା ଚାହାଁ କଲେ ସାରା ଜୀବନଟା ସେ ବେଶ ଆରାମରେ କଟେଇ ଦେଇପାରିବ। ଆରେ ଆରାମରେ ଚଳିବାର ଅର୍ଥ ଆମେ ଯେମିତି ବୁଝେ ସମୁଦି ଏ ଯୁଗର ପିଲାମାନେ ବୁଝନ୍ତିନି। ସେମାନଙ୍କର ମିନିମମ୍ ରିକ୍ୱାରମେଣ୍ଟ ହେଲା ଏସି, ବଙ୍ଗଳା, ଗାଡ଼ି, ଇନେଟ୍ ଇତ୍ୟାଦି ଇତ୍ୟାଦି। ଏଇ ମୋ ପୁଅ ଶୁଭକାନ୍ତକୁ ଦେଖୁନ, ଇଣ୍ଡଷ୍ଟ୍ରି କରି ଯେମିତି ପ୍ରଚୁର କମଉଛି ଜୀବନକୁ ବି ସେମିତି ଉପଭୋଗ ବି କରୁଛି। ପ୍ରଚୁର କମେଇବା ଆଉ ଉପଭୋଗ କରିବା ଏ ହେଉଛି ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ। ଆଖିକି ଭଲ ଦେଖାଯାଉଥିଲେ ମଧ୍ୟ ଏ ଘୋଡ଼ା ଦୌଡ଼ରେ ଜୀବନ ଦୁର୍ବିଷହ ହୋଇପଡ଼େ। ସିମ୍ପଲ ଲିଭିଂ ଏଣ୍ଡ ହାଇ ଥିଙ୍କିଂ ହେଉଛି ଭାରତୀୟ ସଂସ୍କୃତି, ତା ମୂଲ୍ୟର ତୁଳନା ନାହିଁ ସମୁଦି। ଆପଣ ତଥାପି 100 ବର୍ଷ ତଳେ ରହିଗଲେ ସମୁଦି। ଆରେ ଏସବୁ ଆଉଟଡେଟେଡ ହେଇଗଲାଣି। ତାପରେ ବାପା ଆପଣଙ୍କ ଦର୍ଶନ ଅନୁସାରେ ଆପଣ ଜୀବନ ବିତାଉଛନ୍ତି, ଆପଣଙ୍କ ଢଙ୍ଗରେ ଆମେ ଜୀବନ ବିତେଇବୁ, ଏ କଥା ଆମ ଉପରେ ଲଦି ଦେବା ଅନ୍ୟାୟ। ତା ଛଡ଼ା ଆପଣଙ୍କ ବାପା ଯେମିତି ଚାହିଁଥିଲେ ଆପଣ କ'ଣ ସେମିତି ହେଇଛନ୍ତି? ଆପଣ ତ ପୁଣି ଅଧାରୁ କଲେଜ ଛାଡ଼ି ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। କ'ଣ ହେଲା ସମୁଦି? ଆରେ ଆପଣ ନୀରବ ରହିଲେ ଯେ?
ଆପଣ ବହୁ କଥାର ଜବାବ ଦିଅନ୍ତୁ। ତାପରେ ବାପା ଆମେ ଷ୍ଟ୍ରଗଲ୍ କରିବାକୁ ଚାହୁଁଛୁ। ଧନ ଜନ ୱେଲ୍ଥ ପାୱାର ସବୁଥିରେ ସମସ୍ତଙ୍କର ସମାସ୍କନ୍ଦ ହେବା ପାଇଁ ଚାହୁଁଛୁ। ସେଇଥିପାଇଁ ମୁଁ ସରକାରୀ ଚାକିରି ଛାଡ଼ି ଇଣ୍ଡଷ୍ଟ୍ରି କରିବାକୁ ନିଷ୍ପତ୍ତି ନେଇଛି। ତେଣୁ ମୋର ସଜେସନ୍ ହେଲା ସମୁଦି ସିଦ୍ଧାନ୍ତ ଆଉ ସରିତା ଯାହା କରିବାକୁ ଚାହୁଁଛନ୍ତି ଆପଣ କରିବାକୁ ସୁଯୋଗ ଦିଅନ୍ତୁ। ଆଉ ଏଥିପାଇଁ ମୋ ପୁଅ ଶୁଭ ଇନଫ୍ରାଷ୍ଟ୍ରକ୍ଚର ପ୍ରସ୍ତୁତ କରିସାରିଛି। ତାର ଦିଦିଟା ଇଣ୍ଡଷ୍ଟ୍ରି ଅଛି। ଏଇ ସେ ଗୋଟେ କେମିକାଲ ଫ୍ୟାକ୍ଟ୍ରି କ'ଣ କରିବ ତା ଲାଇସେନ୍ସ ବି ପାଇସାରିଛି। ହଁ, ଶୁଭ ଭାଇ ଚାହାନ୍ତି ମୁଁ ତାଙ୍କ ସହିତ ମୂଳଧନ ଖଟେଇ ମୁଁ ତାଙ୍କ ମ୍ୟାନେଜିଂ ପାର୍ଟନର ହୁଏ। ଅନ୍ତତଃ କେତେ ମୂଳଧନ ହେଲେ ଏମାନେ ତାର ମ୍ୟାନେଜିଂ ପାର୍ଟନର ହେଇପାରିବେ? ପାଖାପାଖି 10-12 କୋଟି ଟଙ୍କା ଦରକାର। ତେବେ ଏତେ ଟଙ୍କା ତ ମିଳିପାରିବନି। ହାର୍ଡ କ୍ୟାସ୍ 70-80 ଲକ୍ଷ ଟଙ୍କା ହେଇଗଲେ ବାକି ଟଙ୍କା ଫାଇନାନ୍ସ ମିଳିଯିବ। 70-80 ଲକ୍ଷ? ଗାଁରେ ଜମିବାଡ଼ି ସବୁ ବିକିଲେ, ମାନେ ମୁଁ ବିକିବାକୁ ଚାହିଁଲେ ଆମର ମଫସଲରେ କାହା ପାଖରେ ଏତେ ଟଙ୍କା ଅଛି ଯେ କିଏ କିଣିପାରିବ? ଏଇ ସମୁଦି ସେ ବିଷୟ ମୋ ଉପରେ ଛାଡ଼ି ଦିଅନ୍ତୁ। ମୋ ପୁଅ ଶୁଭ ଜଣେ ମାରୱାଡ଼ି ସହିତ କଥାବାର୍ତ୍ତା କରିଛି। ଆଉ ଏକା ଚକରେ 30-40 ଏକର ଜମି ପାଇଲେ ସେ କିଣି ନେଇ କ'ଣ ଗୋଟେ ଫାର୍ମ କରିବାକୁ କହୁଛି। ଠିକ ଅଛି, କଥାଟା ଯେତେବେଳେ ଏତେ ବାଟ ଆଗେଇ ଯାଇଛି, ଜମି କିଣିବା ଲୋକ ବି ଠିକ ହେଇଯାଇଛି, ମୋର ଆପତ୍ତି କରିବାଟା ଠିକ ହେବ। ତେବେ ଏ ବିଷୟରେ ଚିନ୍ତା କରିବାକୁ ମୋତେ କିଛି ସମୟ ଦିଅ। ମୁଁ ଅନ୍ତତଃ ପକ୍ଷେ ଋଷିକେଶରୁ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କର। ବାପା, ଆପଣ ଋଷିକେଶ ଛଡ଼ା ଅନ୍ୟାନ୍ୟ ତୀର୍ଥସ୍ଥାନ ବୁଲିଯିବାର ପ୍ରୋଗ୍ରାମ ରଖିଛନ୍ତି। ସମୟଟା ଗଡ଼ିଗଲେ ପ୍ରୋଜେକ୍ଟ ଆରମ୍ଭ କରିବାରେ ଲେଟ୍ ହେଇଯିବ। ତା ଛଡ଼ା ସମୁଦି ଆପଣ ତ ବୟସରେ ମୋଠୁ 10-12 ବର୍ଷ ବଡ଼। ଏ ବୟସରେ ମୋର ସ୍ୱାସ୍ଥ୍ୟାବସ୍ଥା ଯେତେବେଳେ ଠିକ୍ ରହୁନି, ଆପଣଙ୍କର ଯେ କ'ଣ କେତେବେଳେ ନା ସବୁ ଆପଣ ଯାହା ଭାବୁଛନ୍ତି ସେ କଥା ଏତେ ଚଞ୍ଚଳ ଘଟିବାକୁ ଯାଉନି। ମୋର ନିକଟରେ ମୃତ୍ୟୁ ହଉନି। ଭାବିଥିଲି ଗୁରୁଙ୍କ ସହିତ ପରାମର୍ଶ କରି ଶେଷ ଜୀବନଟା ଋଷିକେଶରେ କଟେଇଦେବି। ମୁଁ କିନ୍ତୁ ମୋର ମତ ବର୍ତ୍ତମାନ ପରିବର୍ତ୍ତନ କରିଛି। ମୁଁ ଏଇମାନଙ୍କ ପାଖରେ ରହିବି। ତେବେ କଥା ଦେଉଛି ଯେତେ ଶୀଘ୍ର ପାରେ ମୁଁ ଋଷିକେଶରୁ ଫେରି ଆସିବି। ହ୍ୟାଲୋ, ମୁଁ ଗୋବିନ୍ଦା କହୁଛି ଆଜ୍ଞା। ଏ ଘରର ସେବକ ବନ୍ଧୁ। ସେବକ ବନ୍ଧୁ ମାନେ ବୁଝିପାରୁନାହାନ୍ତି ଆଜ୍ଞା, ଯେଉଁମାନେ ଘରର ସେବା କରନ୍ତି। ଘରୋଇ ଚାକର ମାନଙ୍କୁ ଏଇ ନାଁରେ ଡାକିବା ପାଇଁ ଆମ ୟୁନିୟନ ଠିକ କରିଛି ସାର୍। କ'ଣ କହିଲେ ଆଜ୍ଞା? ସିଦ୍ଧାନ୍ତ ବାବୁ, ଶୁଭକାନ୍ତ ବାବୁ ସମସ୍ତେ ଅଛନ୍ତି ସାର୍। ହେଲେ କାହାକୁ ଡାକି ହବନି। ଆମ କେମିକାଲ ଫ୍ୟାକ୍ଟ୍ରିରେ ଆଜିଠୁ ପ୍ରଡକ୍ସନ ଆରମ୍ଭ ହେଲା ତ, ସେଥିପାଇଁ ସାମ୍ନା ଲନରେ ପାର୍ଟି ଚାଲିଛି ସାର୍। ବଡ଼ ବଡ଼ ଲୋକ, ନେତା, ସାମ୍ବାଦିକ ସମସ୍ତେ ଅଛନ୍ତି ସାର୍। ଆପଣ ଆଉ ଟିକେ ପରେ ଫୋନ କରନ୍ତୁ, କଥା ହେଇଯିବେ। ଆଜ୍ଞା ରହୁଛି ଆଜ୍ଞା, ନମସ୍କାର ଆଜ୍ଞା। ଦେଖନ୍ତୁ, ସାମ୍ବାଦିକ ସମ୍ମିଳନୀରେ ମୁଁ ଆପଣମାନଙ୍କୁ ସମସ୍ତଙ୍କ ପ୍ରଶ୍ନର ଉତ୍ତର ଦେଇଦେଇଛି। ଆଉ ପୁଣି କ'ଣ ରହିଲା? ଆପଣ ପ୍ରେସ୍ କନଫରେନ୍ସରେ ଆପଣଙ୍କ କେମିକାଲ ଫ୍ୟାକ୍ଟ୍ରିର କ୍ୟାପିଟାଲ ଓ କ'ଣ କ'ଣ ପ୍ରଡକ୍ସନ୍ ହେବ ସେସବୁ ବିଷୟରେ ବ୍ରିଫ୍ କରିଦେଇଛନ୍ତି। କିନ୍ତୁ ଆମର କିଛି ସେଥିରେ ସନ୍ଦେହ ରହିଯାଇଛି। ଆମକୁ ଟିକେ କ୍ଲାରିଫାଏ କରିଦିଅନ୍ତୁ। ଠିକ୍ ଅଛି, ପଚାରନ୍ତୁ। ଆପଣ ସ୍ୱସ୍ତିକ କେମିକାଲ ପ୍ରାଇଭେଟ୍ ଲିମିଟେଡ୍ ନାଁରେ ଆପଣଙ୍କର କମ୍ପାନୀର ରେଜିଷ୍ଟ୍ରେସନ୍ କରାଇଥିଲେ, କିନ୍ତୁ ଏବେ ତାକୁ ଭୋଳାନାଥ ଦାସ କେମିକାଲ ପ୍ରାଇଭେଟ୍ ଲିମିଟେଡ୍ ନାଁରେ ପରିବର୍ତ୍ତନ କଲେ କାହିଁକି? ଭୋଳାନାଥ ଦାସ ସେ କିଏ? ଭୋଳାନାଥ ମଉସା ହେଉଛନ୍ତି ମୋ ଭଉଣୀ ସରିତାର ସ୍ୱର୍ଗତ ଶ୍ୱଶୁର, ଅର୍ଥାତ୍ ଆମ କମ୍ପାନୀର ମ୍ୟାନେଜିଂ ପାର୍ଟନର ସିଦ୍ଧାନ୍ତ ଦାସଙ୍କ ବାପା। ଆପଣମାନେ ପେପର ପଢ଼ିଥିବେ, ଗତ 4 ମାସ ତଳେ
ପୁରୀ ନୂଆଦିଲ୍ଲୀ ନୀଳାଚଳ ଏକ୍ସପ୍ରେସଟା ଲକ୍ଷ୍ନୌ ଷ୍ଟେସନ ପାଖରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ହଁ ହଁ, କିଛି ଆତଙ୍କବାଦୀଙ୍କ ଅନ୍ତର୍ଘାତୀ କାର୍ଯ୍ୟ ଯୋଗୁଁ ସେ ଆକ୍ସିଡେଣ୍ଟଟା ହୋଇଥିଲା। ସେଥିରେ ଶତାଧିକ ଲୋକ ମୃତାହତ ହୋଇଥିଲେ। ୟେସ୍, ସେଇ ମୃତାହତମାନଙ୍କ ମଧ୍ୟରେ ଭୋଳାନାଥ ମଉସା ବି ଥିଲେ। ତାଙ୍କର ସ୍ମୃତି ରକ୍ଷା ପାଇଁ ଆମେ ଆମ କମ୍ପାନୀର ନାଁକୁ ଭୋଳାନାଥ କେମିକାଲ୍ସ ଲିମିଟେଡ୍କୁ ପରିବର୍ତ୍ତନ କଲୁ, କାରଣ ସେ ଥିଲେ ବାଟି ବାଟି ସମ୍ପତ୍ତିର ମାଲିକ। ତାଙ୍କର ଜମିବାଡ଼ି ବିକ୍ରି ଟଙ୍କାକୁ ଆମେ ଏଥିରେ ବିନିଯୋଗ କରୁଛୁ। ଆଚ୍ଛା ଶୁଭକାନ୍ତ ବାବୁ, ଆପଣଙ୍କର ମ୍ୟାନେଜିଂ ପାର୍ଟନର ସିଦ୍ଧାନ୍ତ ବାବୁ କାହିଁ ଦେଖାଯାଉନାହାନ୍ତି? ସେପଟେ କେତେ ଜଣ ଗେଷ୍ଟକୁ ସି ଅପ୍ କରିବାକୁ ଯାଇଛନ୍ତି। ଆଚ୍ଛା ଆମେ ତାହେଲେ ଆସୁଛୁ। ଆସୁଛୁ ଆଜ୍ଞା। ମତେ ଭାବୁଥିଲେ ଭାଇ ସିଦ୍ଧାନ୍ତ ଯାଅ ଟିକେ ରେଷ୍ଟ ନେଇଯାଅ, କାଲିକି ବହୁତ କାମ ଅଛି। ସେଦିନ ଆପଣଙ୍କ ବାପା କ'ଣ କହୁଥିଲେ ଜାଣନ୍ତି ଭାଇ? ଦୁନିଆରେ ଯଦି କିଛି ହାସଲ କରିବାକୁ ଅଛି, ଜୀବନର ଶବ୍ଦକୋଷରୁ ବିଶ୍ରାମ ଶବ୍ଦକୁ ଉଠେଇ ଦିଅ। ଆଉ ଯଦି କିଛି ପାଇବାକୁ ଚାହୁଁଛ, ତେବେ ଖାଲି ଦୌଡ଼। ଓନ୍ଲି ରନିଂ ଆଣ୍ଡ ରନିଂ, नो सिटिंग भाई। ଠିକ ଅଛି, ଯାଅ ଟିକେ ରେଷ୍ଟ ନେଇଯାଅ। ओके, गुड नाइट ब्रदर। प्रणाम प्रणाम बाबा, गुड नाइट। तमे तम पुओ को अंडर एस्टिमेट करुथिल ना? एई देख, मात्र 4 मास भितरे, ओनली 4 मंथ्स, तम पुओ कौन करिছে? गॉड इज ग्रेट। ईश्वर तमे महान। तुमको अशेष अशेष धन्यवाद। तमे ठीक समय रे वो बापा को उठे नहीं जा। ट्रेन एक्सीडेंट रे मरी से बाजीमात करी देई जंती। रेल विभाग रु 4, LIC रु 2, टोटल 6 लाख। ठन ठन ठन। बाबा तम तम पाद देखा बाबा, मु तम पाद धूल नहीं बाबा, तम पाद धूल नहीं। चलो चलो कौची चलो। ओह, इट इज वेरी बैड सरिता। तमे बापांकर एते बड़ ऑयल पेंटिंग करिछ, अथच पाद नहीं? नो, इट इज वेरी बैड। काली काली तमे बापांकर पाद आनी लगाओ, बुझिल? ତମ ଭଳି ଗୋଟେ ବାଜ୍ୟ ଲୋକ ମୁଁ ଦେଖିନଥିଲି। ଓ ସରିତା, ପାଟିରେ ତମେ ଏକା ପିଇଥିଲ ନା ସମସ୍ତେ ପିଇଥିଲେ? ଆରେ ତାଙ୍କୁ ଗାଳି ଦେଇ କିଛି ଲାଭ ନାହିଁ। ଚାଲ ଟିକେ ରେଷ୍ଟ ନେଇଯିବ। ଚାଲ ଚାଲ। ओके। ମୋ ଭୋଳା ମାମୁ କୁଆଡ଼େ ଚାଲିଗଲ ମଝି ନଈରେ ଛାଡ଼ିକି ଆମକୁ? କୁଆଡ଼େ ତୀର୍ଥ କରିଗଲ ଯେ ଆଉ ତ କାହିଁ ଫେରିଲାନି ମୋ ଭୋଳା ମାମୁ? ଗୋରା ତକ ତକ 5 ହାତିଆ ମୋ ମାମୁ। ପୁରୀ ବାବା, ये किए रे बाबा? तमे तो गोटिकिया पुओ, एकई रबड़ा मिसिके सन। तुमको मझी नहीं रे चारी कुआरे चली गले बसी दुना। सिद्धूना? अरे बाबा को सिद्धूना
ମୁଁ ତ କାହିଁ କିଛି ଜାଣିପାରୁନି। ଭଲ, ମୋ ନନା ତ କହୁଥିଲେ ଏଇଟା ମୋ ଭୋଳା ମାମୁଁ ଘର, ସିଧୁନା ଘର ବୋଲି। ଆଉ ଯଦି ତମେ ସିଧୁନା ନୁହେଁ, ମୋ ସିଧୁନା କୁଆଡେ ଯାଇଛି? ବାହାରକୁ ଯାଇଛନ୍ତି, ହେଲେ ତାଙ୍କ ପାଖରେ ତମର କାମ। କଥା କଣ କି, ହଁ ମୋ ମାମୁଁ ମଲା ବେଳକୁ ହଁ ଆମ ଘରେ ଆମ ନନା ନଥିଲେ କି ମୁଁ ନଥିଲି, ହଁ। ଶଙ୍ଖୁଳିଆକୁ ଆସି ପାରିନଥିଲୁ। ଓହୋ, 6 ମାସ ପରେ ମାମୁଁ ଘରକୁ ଶଙ୍ଖୁଳିଆ ପାଇଁ ଆସିଛ। ହେଲେ ମାମୁଁ ପୁଅ ଭାଇ କି ଚିହ୍ନିନ, ତାଙ୍କୁ କେମିତି ଚିହ୍ନିବ? ଭଲ, ଥରେ ଭୁଲ ହେଲା ବୋଲି କଣ ସବୁବେଳେ ଭୁଲ ହେଇଯିବ? ମୋ ନନା ଆସିଛନ୍ତି, ସେ ମତେ ଚିହ୍ନେଇ ଦେବେନି? ତମ ନନା ଆଇଛନ୍ତି, କାହିଁ କୁଆଡେ ଗଲେ? ଏଇଠି ମୋ ନନା ବେଲ ବାଜିଲାଣି। ନନା ପାଣି 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 ନେଇ ଆସୁଛୁ, ସାଙ୍ଗେ ସାଙ୍ଗେ ନେଇ ଆସୁଛୁ। ନନା ପାଣି ନବା। ଥଣ୍ଡା ପାଣି ତ ଫ୍ରିଜରୁ ନେଇ ଆସୁଛି। ଚଳିବନି, ମିଠା। ଆରେ ମିଠା। ଏ ନନାକୁ ମିଠା ଚିନି ପଡିବ ତ, ଚିନି ସାଙ୍ଗରେ ଲେମ୍ବୁ ଚିପୁଡିକି ବି ନେଇ ଆସୁଛୁ। ହଁ ଚଳିବନି। ଆରେ ଆକୁ ଏବେ ଭକୁଆଟା ଭଳି କଣ ଠିଆ ହେଇଛୁ? ସେ ଥଣ୍ଡା ମିଠା ବୋତଲଟା ନା କହିଦେ। କୋଉ କେତେ ବୋତଲ ଅଛି, କୋଉ ନାଟା କହିଦେ। ଥଣ୍ଡା ମିଠା ବୋତଲ। ଏବେ ଚୁପ୍। ସେ କାଳିଆ କହ, କାଳିଆ। ଥଣ୍ଡା ମିଠା ପୁଣି କାଳିଆ ନେଇ ଆସୁଛି। ଥଣ୍ଡା ମିଠା କାଳିଆ ନେଳିଆ ସବୁ ନେଇ ଆସୁଛି। କଳା ଲୁଣ, କଳା ଲୁଣ ଅଛି? କଳା ଲୁଣ? କଳା ଲୁଣ ଜାଣିନ? ଯୋଉଟା ବୋତଲରେ ପକେଇଲେ ଭୁରଭୁର ପେପର ବାହାରେ। ସେଇଟା ଜାଣିବାକୁ ପଡିବ। ନେଇ ଆସୁଛି, ସାଙ୍ଗେ ସାଙ୍ଗେ ନେଇ ଆସୁଛି। ଏଇଠି ବାବୁ, ମ୍ୟାଡମ ଆସିଲେଣି। ଆମ ମାନଙ୍କୁ ଏଇଠି ଦେଖିଲେ ବିରକ୍ତ ହେବେ। ଆପଣ ସେପଟ ଘରକୁ ଚାଲନ୍ତୁ ଯେ ଆପଣଙ୍କୁ ଥଣ୍ଡା ମିଠା କାଳିଆ ହଳଦିଆ ସବୁ ପିଇବାକୁ ଦେବି। ଚାଲେ ଚାଲେ, ଚାଲନ୍ତୁ ଚାଲନ୍ତୁ। ମ୍ୟାଡମ ଆସିଲେ, ଚାଲ 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 ଚାଲ। ଡାଳିମ୍ବ ଫୁଲିଆ, ଲାଲି ଟହଟ, କଳା କାଠ ପଡି ଗଲାଣି ମାସି ଧୁନା। ମୋ ବାବୁ କାନରେ ଛାଡ଼ି ବାଜେ ଲୋକ ଦେଖୁଛି କି? ଯାହା ପାଦ ଧରି କାନ୍ଦୁଲ ସେ ତମ ସିଧୁରା ନୁହେଁ, ସେ ମ୍ୟାଡମଙ୍କ ଭାଇ ଶୁଭମତା ବାବୁ। ବଦମାସଟାକୁ ଗୋଟେ ଥାପଡ଼ ଲଗେଇଲୁ ଗୋବିନ୍ଦା, ଲଗା। ଘରୁ ବାହାରିଲା ବେଳେ କହୁଥିଲା କଣ ନା, ମୁଁ ଦେଖୁ ଦେଖୁ ଚିହ୍ନି ଦେବି। ଆରେ ଚାଲ, ଏବେ ଚାଲ। ଭଲ। ଛୁଆ ଦିନେ ଆମେ 2 ଜଣ ଯାକ ନଙ୍ଗଳା ହେଇକି ଖେଳୁଥିଲୁ। ବର୍ତ୍ତମାନ ସେ ପ୍ୟାଣ୍ଟ ସାର୍ଟ ପିନ୍ଧୁଛନ୍ତି ବୋଲି ମୁଁ ଚିହ୍ନି ପାରିଲିନି ନା। ଏବେ ଚାଲ 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 ଚାଲ। ଆରେ ବାବା, କଥା ନାହିଁ ବାର୍ତ୍ତା ନାହିଁ, କବାଟ ଖୋଲୁ ଖୋଲୁ ଭିତରକୁ ଚାଲି ଆସିଲେ। ଆଉ କାହାକୁ ଖୋଜୁଛନ୍ତି କହିଲେ? ଏଇଟା ସିଦ୍ଧାନ୍ତ ବାବୁଙ୍କ ଘର ବୋଧ ହୁଏ। ଆରେ ଆରେ, ମୁଁ ପଚାରୁଛି କଣ, ଏଇ ତ ଭୋଳାନାଥ ବାବୁଙ୍କ ତୈଳଚିତ୍ର ସିଦ୍ଧାନ୍ତ ବାବୁଙ୍କର ବାପା। ଏଇଟା ସିଦ୍ଧାନ୍ତ ବାବୁଙ୍କ ଘର ନା? ହଁ, ସିଦ୍ଧାନ୍ତ ବାବୁ ଅଛନ୍ତି? ବାବୁ ବାବୁଆଣୀ ଆଉ ବାବୁଆଣୀଙ୍କ ଭାଇ ସବୁ ଉପରେ ବସି କଣ କଥାବାର୍ତ୍ତା ହଉଛନ୍ତି। ଏଠି ଆଜ୍ଞା ବାବୁ ଆସିଲେଣି। ନମସ୍କାର ଆଜ୍ଞା। ନମସ୍କାର। ନମସ୍କାର ମ୍ୟାଡାମ। ଆପଣ? ଆପଣ ସାର୍ ମତେ ଆଗରୁ କେବେ ଦେଖି ନାହାନ୍ତି। ମୋ ଘର ହଉଛି ଉତ୍ତର ବାଲେଶ୍ୱର। ସମ୍ପ୍ରତି କଲିକତାରେ ଗୋଟେ ଛୋଟ ମୋଟ କାମ କରେ। ଆପଣ ସିଦ୍ଧାନ୍ତ ବାବୁ ବୋଧହୁଏ? ହଁ, ମୁଁ ସିଦ୍ଧାନ୍ତ ଦାସ। ଆଉ ଇଏ ହଉଛନ୍ତି ମୋର ସହଧର୍ମିଣୀ ଶ୍ରୀମତୀ ସରିତା ଦାସ, ବିଶିଷ୍ଟ ଆଡଭୋକେଟ ଶ୍ରୀଯୁକ୍ତ ନୀଳାମ୍ବର ଆଚାର୍ଯ୍ୟଙ୍କର ଏକମାତ୍ର କନ୍ୟା। ଆଶ୍ଚର୍ଯ୍ୟ, ଆପଣ ଆମ ବିଷୟରେ ଏତେ ସବୁ ଖବର ରଖିଛନ୍ତି? ରଖିଛି କଣ, ରଖିବାକୁ ବାଧ୍ୟ ମ୍ୟାଡାମ। ଗୋଟେ ଶୁଭ ଖବର ଶୁଣି ପୁରସ୍କାର ପାଇବା ଲୋଭରେ ଯେତେବେଳେ ଏତେ ବାଟ ଆସିଛି, ନା ଗାଁ ଠିକଣା ସବୁ ବୁଝିବାକୁ ପଡିଛି।
ଆମକୁ ଗୋଟେ ଶୁଭ ଖବର ଶୁଣିବାକୁ ଆସିଛନ୍ତି ଇଣ୍ଟରେଷ୍ଟିଂ। খুব ইন্টারেস্টিং আজ্ঞা খবরটা শুনি সারলা পরে আহুরি ইন্টারেস্টিং লাগিব। ଆଚ୍ଛା ଆପଣଙ୍କ ପରିଚୟଟା ଦେଲେନି ଯେ? ମୋ ନାଁ ହେଲା ସଂସାରୀପତି, ସଂକ୍ଷେପରେ ସମ୍ପତ୍ତି ସମ୍ପତ୍ତି। ଏଇ ସମ୍ପତ୍ତି ନାଁରେ ମତେ ସମସ୍ତେ ଡାକନ୍ତି। ହଉ ଠିକ୍ ଅଛି ସରିତା ଭାଇକି ଡାକି ଆଣ ତ। ଏ ଭାଇ ମାନେ ଆପଣ ସରିତା ମ୍ୟାଡାମଙ୍କ ଭାଇ ଶୁଭକାନ୍ତ ବାବୁଙ୍କ କଥା କହୁଛନ୍ତି ତ? ଆପଣ ଶୁଭ ଭାଇଙ୍କୁ ବି ଚିହ୍ନନ୍ତି? କି କଥା କହୁଛନ୍ତି ମ୍ୟାଡାମ? ଶୁଭକାନ୍ତ ବାବୁଙ୍କୁ ଚିହ୍ନିବିନି? ଏଇ ରାଜ୍ୟରେ ଅଳ୍ପ କେତେ ସମୟ ଭିତରେ ଯେଉଁ କେତେ ଜଣ ଶିଳ୍ପପତି ନାଁ କରିଛନ୍ତି ତାଙ୍କ ଭିତରେ ଶୁଭକାନ୍ତ ବାବୁ ହେଉଛନ୍ତି ଅନ୍ୟତମ। ଏ ମହାଶୟ କିଏ ସିଦ୍ଧାନ୍ତ? ମୋ ବିଷୟରେ ତ ଅନେକ ଖବର ରଖିଛନ୍ତି। ଅଧୀନ ହେଲା ଉତ୍ତର ବାଲେଶ୍ୱର ନିବାସୀ ଦମ୍ପତିର ପୁତ୍ର ସମ୍ପତ୍ତି। ଦମ୍ପତିର ପୁତ୍ର ସମ୍ପତ୍ତି। ଧନାର୍ଦ୍ଦନପତି ବାପାଙ୍କ ନାଁ ସାରେ, ସଂକ୍ଷେପରେ ଦମ୍ପତି ଦମ୍ପତି। ଆଉ ମୁଁ ହେଲି ସଂସାରୀପତି, ସଂକ୍ଷେପରେ ସମ୍ପତ୍ତି। ଆଜ୍ଞା। ବଢିଆ ତି ପ୍ରତ୍ୟୟ ନା। ଆଚ୍ଛା କୁଆଡେ ଆସିଥିଲେ କହିଲେ? ଗୋଟେ ଶୁଭ ଖବର ଶୁଣେଇ କିଛି ପୁରସ୍କାର ପାଇବା ଲୋଭରେ ଆସିଥିଲି ସାର୍। ତାହେଲେ ଶୁଭ ଖବରଟା କୁହନ୍ତୁ। ଶୁଭ ଖବରଟା ହେଲା ଗତ ହ୍ୟାଲୋ କିଏ? ଆପତ୍ତି? ମୋ ବଡ଼ ପୁଅ ସାର୍ ଆନନ୍ଦପତି, ସଂକ୍ଷେପରେ ଆପତ୍ତି। ହଁ କ'ଣ ହେଲା ବାବା? ହଁ ହଁ ଚାଲିଛି ଚାଲିଛି। ଏ ଦେଖ ତୁ ସେ ମାଲଟାକୁ ଛାଡ଼ି ଯେମିତି କୁଆଡ଼େ ନ ଯାଉ, ବି କେୟାରଫୁଲ। ଆଚ୍ଛା ତୋ ଭାଇ ବିପତ୍ତିକୁ ଠିକ୍ ଜାଗାରେ ପୋଷ୍ଟିଂ କରିଛୁ ତ? ତାକୁ କହିବୁ ସେ ଯେମିତି ତା ଡ୍ୟୁଟିରେ କେତେବେଳେ ହେଲେ ହେଳା ନ କରେ। ହଁ ରହୁଛି। ବିପତ୍ତି ମୋ ସାନ ପୁଅର ନାଁ ସାର୍, ତା ଭଲ ନାଁ ହେଲା ବିନୋଦପତି। ଆପଣ ହଉଛନ୍ତି ସମ୍ପତ୍ତି, ଆପଣଙ୍କ ବାପା ହେଲେ ଦମ୍ପତି, ଆପଣଙ୍କ ଦୁଇ ପୁଅ ଆପତ୍ତି ଆଉ ବିପତ୍ତି। ଆଜ୍ଞା। ଆଚ୍ଛା ଏସବୁ ନାଁ କ'ଣ ଆଫିଡେଭିଟ୍ କରି ଦେଇଛନ୍ତି? ପିତୃଦତ୍ତ ନାଁ ସାର୍, ସତ୍ୟନାରାୟଣ ପାଲାରେ ଦିଆଯାଇଛି। ମୁଁ କ'ଣ କହୁଥିଲି ଟି? ଆପଣ କିଛି କହୁନଥିଲେ, ଅଧଘଣ୍ଟା ହେଲା ଗୋଟେ ଫାର୍ସ କରୁଥିଲେ। ଗୋଟେ ମିନିଟ୍ ସାର୍। ଆରେ ରେ ସିଆଡ଼େ ପଡ଼େ। ଆପଣ ବୁଝୁନାହାନ୍ତି ସିଦ୍ଧାନ୍ତ ବାବୁ, ଆଜିକାଲି ଯୁଗ ଯାହା କାନ୍ଥ ବାଡ଼ର ବି କାନ ଅଛି। ମୁଁ ଟିକେ ବାହାରଟା ଦେଖି ଆସୁଛି। ଦେଖିଲେ ତ ଭାଇ ଏ କୋଉ ପ୍ରକାର ଲୋକ? ସଂସାରୀ ବାବୁ ଆପଣ ଦୟାକରି ଯାଆନ୍ତୁ ପ୍ଲିଜ୍, ଆମକୁ ବୋର୍ କରନ୍ତୁନି, ଯାଆନ୍ତୁ ଆପଣ। ସିଦ୍ଧାନ୍ତ ତମେ ଟିକେ ରୁହ, ମୁଁ ଯାଇ ସାମ୍ନା ଦରଜାଟା ବନ୍ଦ କରିଦେଇ ଆସୁଛି। ଯଦି ଏ ଲୋକ ବେଶୀ ଚାଲାକ କରେ I shall teach him a lesson. ଆରେ ଆରେ ଇଏ ତାଙ୍କ ପକେଟ୍ ସବୁ ସର୍ଚ୍ଚ କର ତ ସିଦ୍ଧାନ୍ତ। ଆରେ ଇଏ କ'ଣ କରୁଛନ୍ତି? ଆରେ ଆରେ ଦେଖନ୍ତୁ 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 ସିଦ୍ଧାନ୍ତ ବାବୁ ଦେଖନ୍ତୁ ଦେଖନ୍ତୁ ସେ ବ୍ୟାଗଟା କେମିତି ଟଣାଟଣି କରନ୍ତୁନି, ସେଟା ତଳେ ପଡ଼ିଗଲେ ଅସୁବିଧା। ଆରେ ବାବା ଛାଡ଼ନ୍ତୁ ଛାଡ଼ନ୍ତୁ। ଆରେ ବାବୁ ସେ ବ୍ୟାଗଟା ତଳେ ପଡ଼ିଗଲେ ଅସୁବିଧା, ସେଥିରେ ବମ୍ ଅଛି। ଦେଖୁଛୁ ସତକୁ ସତ ଆପଣ ମାନେ ଡରିଗଲେ। ଏଥିରେ ଡରିବାର କିଛି ନାହିଁ। ଆପଣ ମାନେ ବସନ୍ତୁ ବସନ୍ତୁ, ଆରାମରେ ବସନ୍ତୁ ଆଉ ଶୁଭ ଖବରଟା ଶୁଣନ୍ତୁ। ତାପରେ ଇଚ୍ଛା ହେଲେ ପୁରସ୍କାର ଦେବେ, ନହେଲେ ନାହିଁ। এই ବ୍ୟାଗ୍ ଭିତରେ ଯାହା ଅଛି ମୁଁ ତାକୁ ଅନ୍ୟ ଜାଗାରେ ରଖିଦେଉଛି। କିଛି ଡରିବାର ନାହିଁ, ସେ ବ୍ୟାଗ୍ଟାକୁ ମୋ ପାଖରେ ମୁଁ ସମ୍ଭାଳିକି ରଖୁଛି। ଏଥର ଶୁଭ ଖବରଟା ଶୁଣନ୍ତୁ। ଶୁଭ ଖବରଟା ହେଲା, ମ୍ୟାଡ଼ାମ ଆପଣ ଠିଆ ହେଇ ରହିଲେ ଯେ, ବସନ୍ତୁ ବସନ୍ତୁ। ଶୁଭ ଖବରଟା କହୁଛି ତାହେଲେ। ଶୁଭ ଖବରଟା ହେଲା ଭୋଳାନାଥ ଦାସ ଅର୍ଥାତ୍ ସିଦ୍ଧାନ୍ତ ବାବୁଙ୍କର ବାପା ରେଳ ଦୁର୍ଘଟଣାରେ ମରିନାହାନ୍ତି। ଆଉ ଥରେ ରିପିଟ୍ କରୁଛି, ଭୋଳାନାଥ ଦାସ ଅର୍ଥାତ୍ ସରିତା ମ୍ୟାଡାମଙ୍କର ଶ୍ୱଶୁର ରେଳ ଦୁର୍ଘଟଣାରେ ମରିନାହାନ୍ତି। ନା ଏସବୁ ମିଛ କଥା। ମୁଁ ଏ କଥା ଆଦୌ ବିଶ୍ୱାସ କରିବିନି, କାରଣ ମୋ ନିଜ ହାତରେ ମୋ ବାପାଙ୍କର ଶବଦାହ କରିଛି। ହଁ ପୁଣି ମୋ ବାପାଙ୍କ ଉପସ୍ଥିତିରେ। ସରିତା ତମେ ସେ ଫାଇଲଟା ନେଇ ଆସିଲ। ଆଚ୍ଛା ସଂସାରୀ ବାବୁ, ଆପଣ କହୁଛନ୍ତି ଭୋଳାନାଥ ମଉସା ଏପର୍ଯ୍ୟନ୍ତ ଜୀବିତ ଅଛନ୍ତି? ହେଇ ଶୁଭକାନ୍ତ ବାବୁ, ଆପଣ ମୋ କଥାର କଦର୍ଥ କରୁଛନ୍ତି।
ଭୋଳାନାଥ ଦାସ ଜୀବିତ ଅଛନ୍ତି ଏମିତି ମୁଁ କେବେ କହିଛି? ମୁଁ କେବଳ କହିଛି ଭୋଳାନାଥ ଦାସ ରେଳ ଦୁର୍ଘଟଣାରେ ମରିନାହାନ୍ତି ବାସ୍। ଭାଇ ଏଇ ଦେଖନ୍ତୁ ବାପାଙ୍କର ମୃତ୍ୟୁ ସମ୍ବନ୍ଧୀୟ କାଗଜପତ୍ର। ଏଇଟା ହେଉଛି ଡେଥ୍ ସାର୍ଟିଫିକେଟ୍, ଏଇଟା ହେଉଛି ପୋଷ୍ଟମର୍ଟମ ରିପୋର୍ଟ, ଆଉ ଏଇଟା ହେଉଛି ବାପାଙ୍କର ଡେଡ୍ ବଡି ଫଟୋଗ୍ରାଫ। ଦେଖନ୍ତୁ ସଂସାରୀ ବାବୁ ଆପଣ ଦେଖନ୍ତୁ। ମୋର ସେସବୁ କିଛି ଦେଖିବାର ଦରକାର ନାହିଁ, କାରଣ ମୁଁ ଭଲ ଭାବରେ ଜାଣିଛି ଭୋଳାନାଥ ଦାସ ରେଳ ଦୁର୍ଘଟଣାରେ ମରିନାହାନ୍ତି। ତାମାନେ ଏ ଡେଥ୍ ସାର୍ଟିଫିକେଟ୍, ଏ ପୋଷ୍ଟମର୍ଟମ ରିପୋର୍ଟ ଆଉ ଖବରକାଗଜରେ ଯୋଉ ସବୁ ନ୍ୟୁଜ୍ ବାହାରିଛି ସେଗୁଡ଼ା କ'ଣ ସବୁ ଭୁଲ? ଏପରିକି ବାପାଙ୍କର ଏଇ ଡେଡ୍ ବଡି ଫଟୋଗ୍ରାଫି କିଛି ପ୍ରମାଣ ନୁହେଁ। ଦେଖନ୍ତୁ ଏଇଥିରେ ଯୋଉ ଶବର ଫଟୋ ଉଠାଯାଇଛି ସେ ଯେ ଆପଣଙ୍କ ବାପା ଭୋଳାନାଥ ଦାସ ଆପଣ କେମିତି ଜାଣିଲେ? ଏଇ ଫଟୋରେ ଦେଖନ୍ତୁ ମୁହଁଟି ସମ୍ପୂର୍ଣ୍ଣ ନଷ୍ଟ ହେଇଯାଇଛି, ତେଣୁ ସେ ଭୋଳାନାଥ ଦାସ ନ ହେଇ ଅନ୍ୟ କେହି ହେଇପାରନ୍ତି। ଆଚ୍ଛା, ଭୋଳାନାଥ ଦାସ ରେଳ ଦୁର୍ଘଟଣାରେ ମରିଯାଇଛନ୍ତି ବୋଲି ଆପଣମାନଙ୍କ ପାଖରେ ଆଉ କିଛି ପ୍ରମାଣ ଅଛି? ନା, ମୋ ପାଖରେ କିନ୍ତୁ ଏମିତି ପ୍ରମାଣ ରହିଛି ଯାହାକୁ ଦେଖେଇ ମୁଁ ପ୍ରମାଣ କରିଦେବି ଯେ ଭୋଳାନାଥ ଦାସ ରେଳ ଦୁର୍ଘଟଣାରେ ମରିନାହାନ୍ତି। ତାହେଲେ ଆପଣ ପ୍ରମାଣଟା ଦେଖାଉନାହାନ୍ତି। ଆପଣଙ୍କ କଥା ଉପରେ ବିଶ୍ୱାସ କରିବୁ ପ୍ରମାଣ ଦେଖାଉଛି ଆଜ୍ଞା, ହେଲେ ମୋ ପାଉଣାଟା ମାନେ ମୋ ପୁରସ୍କାରଟା ଯେମିତି ମୋତେ ମିଳିଯାଏ। ଏଇ ଦେଖିଲେ ମ୍ୟାଡାମ, ଏଇ ଚଷମାଟା କାହାର? ଦେଖିଲ ସିଦ୍ଧାନ୍ତ, ଏଇଟା ତମ ବାପାଙ୍କ ଚଷମା। ଆରେ ଏଇଟା ବାପାଙ୍କ ଚଷମା ଭଳି ତ ଲାଗୁଛି। ଖାଲି ବାପାଙ୍କ ଚଷମା ଭଳି ଲାଗୁନି ସିଦ୍ଧାନ୍ତ ବାବୁ, ଏଇଟା ହିଁ ହଉଛି ଆପଣଙ୍କର ବାପାଙ୍କର ଚଷମା। ଆଚ୍ଛା, ଚଷମାଟା ନହେଲେ ଏଇ ଚଷମା ଖୋଳଟାକୁ ଚିହ୍ନିଲେ? ଏ ଚଷମା ଖୋଳ ଏସବୁ ଆପଣ ପାଇଲେ କୋଉଠୁ? ଆପଣ ମାନେ ଭାବୁଥିବେ ଯେ ଆପଣଙ୍କ ବାପା ଟ୍ରେନ ଯୋଗେ ଯାତ୍ରା ଆରମ୍ଭ କଲା ବେଳେ ଏସବୁ ମୁଁ ଚୋରି କରି ନେଇଛି। କିମ୍ବା ଦୁର୍ଘଟଣା ସ୍ଥଳରୁ ସଂଗ୍ରହ କରିଥାଇପାରୁ। ହଁ ହଁ, ଏମିତି ହୁଏ, କାରଣ ଦୁର୍ଘଟଣା ସ୍ଥାନରେ ଏମିତି ଅନେକ ଜିନିଷ ଛିଟିକିରି ପଡିଥାଏ। ବିଶେଷତଃ ବିସ୍ଫୋରଣ ଜନିତ ଦୁର୍ଘଟଣାରେ। କିନ୍ତୁ ଏ ଦୁର୍ଘଟଣାରେ ସେ ସବୁ କିଛି ଘଟିନି ସିଦ୍ଧାନ୍ତ ବାବୁ। ଧରନ୍ତୁ ଦୁର୍ଘଟଣା ସ୍ଥଳରୁ ମୁଁ ଆପଣଙ୍କ ବାପାଙ୍କର ଚଷମାଟା ପାଇଲି। ସେ ଚଷମା ଉପରେ କ'ଣ ଭୋଳାନାଥ ଦାସଙ୍କ ଠିକଣାଟା ଲେଖା ହେଇଛି ଯେ ମୁଁ ବୁଝି ବୁଝି ପୁରସ୍କାର ପାଇବା ପାଇଁ ଏତେ ବାଟ ଚାଲି ଆସିଲି। ଆହୁରି ବି ଅଛି, ଏଇ ମଫଲରଟାକୁ ଚିହ୍ନିଲେ? ଆରେ ଆରେ ଏଇଟା ତ ତମେ ଗତ ବର୍ଷ ବାପାଙ୍କ ପାଇଁ କିଣି ଦେଇଥିଲ। ଚିହ୍ନିଲୁ ସର୍ତ୍ତା, ଏଇଟା ତୁ ବୁଣିଥିଲୁ ତ? ହଁ ତ। ତାହେଲେ ମତେ ଏଥର ବିଦାୟ କରନ୍ତୁ ସାର୍, ମୁଁ ଟିକେ ଚାଲିଥାଏ। ଆପଣ ଚାଲିଯିବେ ତ ନିଶ୍ଚୟ, ହେଲେ ଏ ଚଷମା ଆଉ ମଫଲରରୁ ଭୋଳାନାଥ ମଉସା ମରିନାହାନ୍ତି ବୋଲି ତ କିଛି ପ୍ରମାଣ ହଉନି। ତାମାନେ ଏସବୁ ଜିନିଷ ଗୁଡାକ ଉପରେ ଆପଣ ମାନଙ୍କର ବିଶ୍ୱାସ ନାହିଁ? ବିଶ୍ୱାସ ନାହିଁ କହୁଛନ୍ତି ତ? ଠିକ ଅଛି, ଠିକ ଅଛି। ଆଚ୍ଛା ସିଦ୍ଧାନ୍ତ ବାବୁ, ଆପଣଙ୍କ ବାପା ଭୋଳାନାଥ ଦାସ କେବେ ଟ୍ରେନ ଯୋଗେ ଯାତ୍ରା ଆରମ୍ଭ କଲେ ସେ ତାରିଖଟା ଆପଣଙ୍କର ମନେ ଅଛି? ହଁ, ତାରିଖ 30/7/2008 ଗୁରୁବାର ଦିନ ସେ ଟ୍ରେନରେ ବସିଲେ। ତାପର ଦିନ ଅର୍ଥାତ୍ 31/7/2008 ସକାଳ 9ଟା ସମୟରେ ଆତ୍ମଘାତୀ ବିସ୍ଫୋରଣ ଦ୍ୱାରା ଟ୍ରେନର 2ଟି ବଗିକୁ ଉଡ଼େଇ ଦିଆଗଲା। ତାମାନେ ଆପଣ କହୁଛନ୍ତି ସେ 31 ତାରିଖ ରେଳ ଦୁର୍ଘଟଣାରେ ଭୋଳାନାଥ ଦାସଙ୍କର ମୃତ୍ୟୁ ହେଇଛି। ଆଚ୍ଛା, ମୁଁ ଯଦି ପ୍ରମାଣ କରିଦିଏ ସେ 31 ତାରିଖ ପରେ ମଧ୍ୟ ଭୋଳାନାଥ ଦାସ ଜୀବିତ ଥିଲେ? ଭଲ କଥା, ଆମମାନେ ନିଶ୍ଚିତ ହେଇଯିବୁ। ଆପଣ ଯାହା କହୁଛନ୍ତି ସତ କହୁଛନ୍ତି। ତାହେଲେ ଯାଆନ୍ତୁ ଆଜ୍ଞା, ସମସ୍ତେ ମିଳିମିଶି ପୁରସ୍କାର ଟଙ୍କାଟା ନେଇ ଆସନ୍ତୁ। ଆଚ୍ଛା, ପୁରସ୍କାର ବାବଦରେ ଆପଣ କେତେ ଟଙ୍କା ଆଶା କରୁଛନ୍ତି? ଦେଖନ୍ତୁ, ଆପଣ ତ କହିଛନ୍ତି ପ୍ରମିସ୍ କରିଛନ୍ତି ଯାହା ଦବା କଥା ଦେବେ, ତେବେ ବାପା ହଉଛନ୍ତି ସିଦ୍ଧାନ୍ତ ବାବୁଙ୍କର, ତାଙ୍କଠୁ ତ ମିନିମମ୍ ମୁଁ 5 ଲକ୍ଷ ଟଙ୍କାରୁ କମ୍ ଆଶା କରୁନି। 5 ଲକ୍ଷ ଟଙ୍କା ଆପଣ ପୁରସ୍କାର ନେବେ? ହଁ, ଅକାଟ୍ୟ ପ୍ରମାଣ ରହିଛି ଯେତେବେଳେ ଆପଣ ମାନେ ପୁରସ୍କାର ଦେବା ପାଇଁ ବାଧ୍ୟ ହେବେ। ଦେଖନ୍ତୁ, এইটা হচ্ছে হিন্দি ভাষার প্রচারিত গোটে লোকাল পেপর। এই পেপরে ঋষিকেশরে থিবা গোটে আশ্রমরে গোটে উৎসব সংক্রান্তরে কিছু সম্বাদ পরিবেশন করা যাইছি, ছপা হয়েছে। সেই সম্বাদ সহিত আশ্রমর গুরুদেবଙ୍କ ফটো মধ্যে ছপা যাইছি এবং সেই ফটোরে গুরুদেবଙ୍କ সহিত ভোলানাথ দাস মধ্যে উপস্থিত অছন্তি। পেপরর নিউজ অনুযায়ী উৎসবটি অনুষ্ঠিত হয়েছি 20/8/2008
ଅର୍ଥାତ୍ ରେଳ ଦୁର୍ଘଟଣାର ଠିକ୍ 20 ଦିନ ପରେ। ନିଅନ୍ତୁ, ପେପରରୁ ନ୍ୟୁଜ୍ ପଢ଼ନ୍ତୁ ଆଉ ଫଟୋ ଦେଖନ୍ତୁ। ହ୍ୟାଲୋ, କିଏ ବିପତି? ହଁ ହଁ, ଚାଲିଛି ବାବା, ଚାଲିଛି। ଆମେ ଯାହା ଭାବୁଥିଲେ ସେଇଆ ହେଇଛି। ହଁ ହଁ, ଆଉ କ'ଣ ଅସୁବିଧା ଅଛି? ହେଁ, ମୋ ଯିବା ନିହାତି ଜରୁରୀ। ହଉ, ଠିକ୍ ଅଛି, ମୁଁ ଯାଉଛି। ଆଜ୍ଞା, ମୋତେ ଟିକେ ବିଦା କରନ୍ତୁ ଆଜ୍ଞା, ମୁଁ ଟିକେ ଚାଲିଯାଏ। ଶୁଣନ୍ତୁ, ଆପଣ ପୁରସ୍କାର ବାବଦରେ ଯେଉଁ 5 ଲକ୍ଷ ଟଙ୍କା କଥା କହୁଥିଲେ, ଧରନ୍ତୁ ଆପଣଙ୍କ କଥା ସତ ହୁଏ, ଆମେ ତ ଏତେ ଗୁଡ଼ିଏ ଟଙ୍କା ଦେଇପାରିବୁନି। କି କଥା କହୁଛନ୍ତି ଆଜ୍ଞା? 5 ଲକ୍ଷ ଟଙ୍କା କିବା ମାତ୍ର? ତାପରେ ଟଙ୍କାଟା ତ ଆପଣ ହାତରୁ ଦଉନାହାନ୍ତି। ହାତରୁ ଦଉନାହାନ୍ତି ମାନେ? ମାନେ ଭୋଳାନାଥ ଦାସ ରେଳ ଦୁର୍ଘଟଣାରେ ମରି ଯାଇଛନ୍ତି ବୋଲି ସିଦ୍ଧାନ୍ତ ବାବୁ ରେଳ ବିଭାଗରୁ 4 ଲକ୍ଷ ଆଉ LICରୁ 2 ଲକ୍ଷ ପାଇଛନ୍ତି। ସେଇ ଟଙ୍କାରୁ ମୁଁ କିଛି ମାତ୍ର ଭାଗ ନେଇଯିବି। ଦେଖନ୍ତୁ, ଆପଣ ତ ଏବେ ଚାଲି ଯାଉଛନ୍ତି, ଆପଣଙ୍କୁ ଯୋଗାଯୋଗ କରିବାକୁ ହେଲେ ଆମମାନେ କେମିତି କରିବୁ? ମାନେ ଆପଣ ଏଠି କୋଉଠି ରହୁଛନ୍ତି? ଆଚ୍ଛା 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 ଆଚ୍ଛା, ମୁଁ ଏଇ ସହରରେ ମୋ 2 ପୁଅଙ୍କ ସହିତ ଟେମ୍ପୋରାଲି ଗୋଟେ ଘର ଭଡ଼ା ନେଇକି ରହୁଛି। ଏ ନିଅନ୍ତୁ, ମୋର ମୋବାଇଲ ନମ୍ବର ରଖନ୍ତୁ, ମୋତେ କଲ୍ କରିଦେଲେ ମୁଁ ଆସିଯିବି। ହେଲା? ହଁ, ନମସ୍କାର ଆଜ୍ଞା, ନମସ୍କାର, ଆସୁଛି। ମିଷ୍ଟର ସଂସାରୀ ପତି, ବିକମ୍ LLB। ବାହ, 3ଟା ଫୋନ୍, ଇମେଲ ଆଡ୍ରେସ୍, ତାପରେ ପ୍ରେସିଡେଣ୍ଟ ଅଲ୍ ଇଣ୍ଡିଆ ଆମେଚର ମ୍ୟାଜିସିଆନ ଆସୋସିଏସନ କୋଲକାତା। ଲୋକଟା ଗୋଟାଏ ଯାଦୁଗର। ମୁଁ ଭାବୁଛି ଲୋକଟା ନିଶ୍ଚିତ ଯୋଜନା କରି ଏଠିକି ଆସିଛି। ଭାଇ, ପୋଲିସ ଷ୍ଟେସନରେ ରିପୋର୍ଟ କରିଦେବାଟା ଭଲ ହେବ। ନା, ଏତେ ତରତର ହେଇ ପୋଲିସ ଷ୍ଟେସନକୁ ଯିବା ଠିକ୍ ହବନି। ବାପା ବାହାରକୁ ଯାଇଛନ୍ତି, ସେ ସନ୍ଧ୍ୟା ସୁଦ୍ଧା ଫେରି ଆସିବେ। ତାଙ୍କ ସହିତ ପରାମର୍ଶ କଲା ପରେ ତାପରେ ଯାହା କରିବା। ମୁଁ ବର୍ତ୍ତମାନ ୱାଚ୍ କରୁଛି ସେ ଲୋକଟା କୁଆଡ଼େ ଯାଉଛି। ଶୁଣ, ଆଜି ସକାଳୁ ମୋ ଡାହାଣ ଆଖିଟା ଭାରି ଡେଉଁଛି। ମତେ ଲାଗୁଛି ଆଜି ନିଶ୍ଚୟ କିଛି ଗୋଟେ ଅଘଟଣ ଘଟିବ। ସେମିତି ଭାବିଲେ ମନ ଦୁର୍ବଳ ଲାଗିବ। ସବୁ ସବୁ ଭଗବାନଙ୍କ ଉପରେ ଛାଡ଼ିଦିଅ। ଆଜି ଭାଉଜକୁ ସିଧୁନା 2 ଜଣ ଯାକ ଅଛନ୍ତି। ଆଜି ଯାହାହେଲେ ଗୋଟେ ଫାଇନାଲ ହେଇଯିବ ନା। କ'ଣ କଥା ଫାଇନାଲ ହେଇଯିବ କିରେ? ଲୋକ କହୁଛନ୍ତି ମୁଁ କୁଆଡ଼େ ଏକୁଳର ହଉନି କି ସେକୁଳର ହଉନି। ଆଉ ତମେ କିଛି ଟଙ୍କା ଦେଲେ ମୁଁ ଗୋଟେ ହୋଟେଲ କରିବି ଯେ ଏକୁଳରେ ଲାଗିଯିବି। ତମେ ହୋଟେଲ କରିବ? କେତେ ଷ୍ଟାର ହୋଟେଲ କରିବ? ଧେତରିକେ, ଆମ ଗାଁ ରେଳ ଷ୍ଟେସନ ପାଖରେ ସେଇଠି ଗୋଟେ ଜାଗା କିଣି ସେଇଠି ହୋଟେଲଟିଏ କରିବି। ଆମ ନନା ଗୋଟେ କାଠ ବାକ୍ସ ନେଇକି ବସିବ, ଯେମିତି ଟ୍ରେନଟା ଆସିକି ରହିବ, ଖାଲି ତ ମୁଁ ହୁରି ପକେଇବି, ଭାଇମାନେ ଇଆଡ଼େ ଆସ, ଇଆଡ଼େ ଆସ, ମିଲ୍ ରେଡି, ମିଲ୍ ରେଡି, ସାଦା 12 ଆଇଁଷ 15, ସାଦା 12 ଆଇଁଷ 15, ଖାଲି ତ ଲୋକ ମାଡ଼ି ଆସିବା। ଏ ସିଧୁ ନା, ଆମ ଗାଁ କାଳୀ ପୂଜା ବେଳକୁ ବହୁତ ଭିଡ଼, ବହୁତ ଭିଡ଼। ଆଉ ଟ୍ରେନ ଯେମିତି ଆସିକି ଲାଗିବ, ନା ହୋଟେଲ ଆଗରେ ଗୋଟେ ମଞ୍ଚ କରିଦେବି, ମାଇକ୍ ଲଗେଇଦେବି, ସେଇଠି ମାଇକ୍ ଲଗେଇ ଡାକ ପକେଇ, ଭାଇମାନେ ଇଆଡ଼େ ଆସନ୍ତୁ, ଇଆଡ଼େ ଆସନ୍ତୁ, ମିଲ୍ ରେଡି, ମିଲ୍ ରେଡି, ସାଦା 12 ଆଇଁଷ 15 ସାଦା 12 ଆଇଁଷ 15 ଖାଲି ତ ଲୋକ ମାଡ଼ି ଆସିବେ, ମୋ ନନା ଟଙ୍କା ଗୋଟେଇ ପାରିବନି। ହଉ ହଉ, ଏବେ ତୁ ଯା। ଏବେ ଏବେ ମୋର ଗୋଟେ ଅସୁବିଧା ହେଇଯାଇଛି। ତୋ ତୋ ପାଇଁ କ'ଣ କିଛି କରିହବ ସେଟା ପଛରେ କଥା ହବ। ନାଇଁ ସିଧୁ ନା, ଆମ ଭାଗ ଟଙ୍କାଟା ଦେଇଥିଲେ। ଭାଗ ଟଙ୍କା? କି ଭାଗ ଟଙ୍କା? ମାମୁଁ ମଲା ବେଳକୁ ଯୋଉ ଜମି ବାଡ଼ି ଗୁଡ଼ା ବିକିକି ଆଣିଥିଲ, ସେଥିରେ ମୋର ମାର ଅଧା ଭାଗ, ଆମେ ସେଇଟା ନବୁନି। ଓ, ଏଇ ଭାଗ ଟଙ୍କା ପାଇଁ ବାପ ପୁଅ ଏଠି 15 ଦିନ ହେଲା ପଡ଼ି ରହିଛ। ସେ ଭାଗ ଟଙ୍କା କିଛି ଦିଆଯିବନି। ଯା।
କହିଲୁ ଆରେ କଣ କହିଲୁ ଭାଗ ଭାଗ ତୁ କିଛି ଦବୁନି ଆରେ ତୋ ପିଇସିର ଭାଗଟାକୁ ତୁ ଏକୁଟିଆ ହଜମ କରିଦେବୁ ତୋର ଏତେ ବାପ ଦେଖନ୍ତୁ ପିସା ମୁଁ ଆପଣଙ୍କୁ ଅସମ୍ମାନ କରିବାକୁ ଚାହୁଁନି ମୁଁ ଭଲରେ ଭଲରେ କହୁଛି ଦୟାକରି ଚାଲି ଯାଆନ୍ତୁ ପ୍ଲିଜ୍ ଆମର ମାନସିକ ଅବସ୍ଥା ଠିକ୍ ନାହିଁ ଆପଣ ଯାଆନ୍ତୁ ତୋ ମାନସିକ ଅବସ୍ଥାକୁ ମାର ଗୁଲିରେ ଭାଗ ପାଇବାର ହକଦାର ଆମର ଅଛି ଭାଗ ମୁଁ ନେଇକିରି ଯିବି ଆରେ ବାପ ଛେଉଣ୍ଡ ଛୁଆଟା ବୋଲି ଆଜି ପର୍ଯ୍ୟନ୍ତ ମୁଁ ସମ୍ଭାଳି ଆସିଥିଲି ହେଲେ ଆଉ ନୁହେଁ ଦେଖିବୁ ରେ ପୁଅ ମୁଁ ଭାଗ ଟଙ୍କା କଡା ଗଣ୍ଡା କରିକି ତୋଠୁ ଆଦାୟ କରିବି ନନା ସିଧୁନା ଟଙ୍କା ନ ଦେଇ ଚାଲିଗଲା ଯେ ଚୁପ୍ ଚାଲ ପାଟିକନା ଚାଲ ସେ ଭାବ ଫଣ୍ଡା ଉକିଲ ପାଖକୁ ଚାଲ ଆଜି କେସ୍ଟେ ଠୁକିଦବା ଚାଲ ଭଲ ଆଉ ନନା ସିନା ଟଙ୍କାଟା ଦେଇଥିଲେ ମୁଁ ଗୋଟେ ହୋଟେଲ କରିଥାନ୍ତି ଆଉ ହୁରି ପକେଇ ଡାକ ପକେଇଥାନ୍ତି ସାଦା ବାହାର ଆଇଁଷ 15 ସାଦା ବାହାର ଆଇଁଷ 15 ସାଦା ବାହାର ପଇସା ଦଉନି ଆମମାନଙ୍କର ଆଜି କିଛି କରିବା ଦରକାର ନାହିଁ ଟଙ୍କା ସବୁ ଯୋଗାଡ଼ ସରିଛି ସଂସାରୀ ପତିରୁ କଳେ ବଳେ କୌଶଳେ କେମିତି କଥା ଆଦାୟ କରିବାକୁ ପଡ଼ିବ ସେ କଥା ବି ମୁଁ ସ୍ଥିର କରିସାରିଛି ମୁଁ ଭାବୁଛି ସଂସାରୀ ପତି କେଉଁ ମୁହୂର୍ତ୍ତରେ ଆସି ଏଠି ପହଞ୍ଚିବ ତେଣୁ ତା ପୂର୍ବରୁ ଠିକ୍ ଷ୍ଟ୍ରାଟେଜି ତିଆରି କରିନେବାଟା ଭଲ ହେବ ମୁଁ ତ ଅଲରେଡି ଆସି ପହଞ୍ଚି ଯାଇଛି ସାର୍ ଭାବୁଛି ଆଜି ମତେ ମୋ ବାକିଆ ଟଙ୍କାଟା ମିଳିଯିବ ଟଙ୍କା ଗୁଡ଼ାକ ଗଛରେ ଫଳିନି ଯେ ତୋଳି ଆଣି ତମକୁ ଧରେଇଦେବୁ ସଂସାରୀ ବାବୁ ଧରାଯାଉ ଭୋଳାନାଥ ଦାସ ଟ୍ରେନ୍ ଆକ୍ସିଡେଣ୍ଟରେ ମରିନାହାନ୍ତି ତାହେଲେ ସେ ବର୍ତ୍ତମାନ ଅଛନ୍ତି କେଉଁଠି ଧରାଯାଉ ମତେ ସମସ୍ତ ଘଟଣାଟା ଜଣାଅଛି କିନ୍ତୁ ମୋର ସମୁଦାୟ ପ୍ରାପ୍ୟଟା ନ ପାଇଲା ପର୍ଯ୍ୟନ୍ତ ଧରାଯାଉ କିଛି କହିହବନି ଏଇଟା କଣ ତମର ଶେଷ କଥା ସେଇଆ ଭାବିପାରନ୍ତି ସଂସାରୀ ବାବୁ ସାମ୍ନାରେ ତମର 1 ଲକ୍ଷ ଟଙ୍କା ଥୁଆ ହେଇଛି କିନ୍ତୁ ଟଙ୍କାଟା ଉଠିବା ପୂର୍ବରୁ କୁହନ୍ତୁ ଭୋଳାନାଥ ଦାସ ବର୍ତ୍ତମାନ ଅଛନ୍ତି କେଉଁଠି ଉପରେ ଉପରେ ମାନେ କଣ ତାଙ୍କର ମୃତ୍ୟୁ ହେଇଛି ନା ତାଙ୍କୁ ହତ୍ୟା କରାଯାଇଛି ହତ୍ୟା କରାଯାଇଛି ବୋଲି କାହିଁ କହୁଛନ୍ତି କାହିଁକି ନା ସେ ଦିଲ୍ଲୀ ରେଳ ଷ୍ଟେସନରୁ ପୁରୁଷୋତ୍ତମ ଏକ୍ସପ୍ରେସ ବଗି ନମ୍ବର 4 ବର୍ଥ ନମ୍ବର 72 ଯୋଗେ ଫେରତା ଯାତ୍ରା ଆରମ୍ଭ କରିବା କଥା ମୁଁ ରେଲୱେ ଇନକ୍ୱାରୀରୁ ବୁଝି ସାରିଛି ଏବଂ ଯେହେତୁ ସେ ଏଠି ପହଞ୍ଚି ନାହାନ୍ତି ତେଣୁ ତାଙ୍କୁ ନିଶ୍ଚିତ ଭାବରେ ହତ୍ୟା କରାଯାଇଛି ହୁଏତ ସେ ନିଖୋଜ ହେଇଥାଇପାରେ ନା ମୋ ପାଖରେ ଏମିତି ତଥ୍ୟ ରହିଛି ଯାହାକୁ ଦେଇ ମୁଁ ପ୍ରମାଣ କରିଦେବି ଯେ ଭୋଳାନାଥ ଦାସ ରେଳ ଦୁର୍ଘଟଣାରେ ମରିନାହାନ୍ତି ସେ ତଥ୍ୟଟା କଣ ବର୍ତ୍ତମାନ ଦେଇପାରିବେ ମୋର ବାକିଆ ଟଙ୍କାଟା ମିଳିଗଲା ପରେ ନିଶ୍ଚୟ ଦେଇପାରିବି ଓହ ଟଙ୍କା 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 ଶୁଭ ସେ ଆଟାଚଟା ତମକୁ ଫୋପାଡ଼ି ଦେଲୁ ସଂସାରୀ ବାବୁ ଆଟାଚିରେ ପୁରା 5 ଲକ୍ଷ ଟଙ୍କା ଅଛି ଗଣି ପାରନ୍ତି ଏଇ ସୋଫା ଉପରେ ଥୁଆ ହେଇଥିବା ଟଙ୍କାକୁ ମିଶେଇ ନା ତାକୁ ଛାଡ଼ି ଓହ ସବୁ ମିଶେଇ ଏଥର ଗଣି ନିଅନ୍ତୁ ଏଥର କୁହନ୍ତୁ ଭୋଳାନାଥ ମଉସାଙ୍କର ମୃତ୍ୟୁ କେମିତି ହେଇଛି ଦେଖନ୍ତୁ ସେ ରେଳ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହେଇନି ଏଇଟା ହେଉଛି 100% କରେକ୍ଟ ତାପରେ ତାଙ୍କର ନ୍ୟାଚୁରାଲ ଡେଥ୍ ବି ହେଇନି ସେ ଆତ୍ମହତ୍ୟା କରିଛନ୍ତି ଆତ୍ମହତ୍ୟା କରିଛନ୍ତି ମାନେ ସଂସାରୀ ବାବୁ ଆପଣଙ୍କ କଥାରେ କିଛି ଠିକଣା ରହୁନି ପ୍ରଥମେ କହିଲେ ତାଙ୍କୁ ହତ୍ୟା କରାଯାଇଛି ଏବେ କହୁଛନ୍ତି ସେ ଆତ୍ମହତ୍ୟା କରିଛନ୍ତି ଦେଖନ୍ତୁ ମୁଁ ପ୍ରଥମରୁ ସନ୍ଦେହ କରିଥିଲି ଯେ ଆପଣମାନଙ୍କ ଭିତରୁ ତାଙ୍କୁ କେହି ହତ୍ୟା କରିଛନ୍ତି ବୋଲି କିନ୍ତୁ ଏଇ କିଛି ଦିନ ଆପଣମାନଙ୍କ ସହିତ ମିଶିଲା ପରେ ମୁଁ ଜାଣିଲି ଯେ ସେ କାମ କରିନି ଆପଣମାନଙ୍କ ଭିତରୁ କେହି କରିନାହାନ୍ତି ତେଣୁ ସେ ନିଶ୍ଚିତ ଭାବରେ ଆତ୍ମହତ୍ୟା କରିଛନ୍ତି ସଂସାରୀ ବାବୁ ମୁଁ ଯାହା ପଚାରିବି ମୋ ପ୍ରଶ୍ନର ସିଧା ସିଧା ଜବାବ ଦେବି
କଥାକୁ ବୁଲେଇ ବାଙ୍କେ ଡ୍ରିବଲିଂ କଲେ ପରିଣତିଟା ଭଲ ହବନି କହିଦେଉଛି। କୁହନ୍ତୁ ଭୋଳାନାଥ ଦାସ ଇହ ଜଗତରେ ନାହାନ୍ତି ବୋଲି ଆପଣ ଜାଣିଲେ କେମିତି? ମୋ ପାଖରେ ପ୍ରମାଣ ଅଛି। କଣ ସେ ପ୍ରମାଣଟା ସାଙ୍ଗେ ସାଙ୍ଗେ ଦେଇପାରିବେ? ମାନେ ସାଙ୍ଗେ ସାଙ୍ଗେ ତ ଦେଇହବନି, ମତେ କିଛି ସମୟ ଦେଲେ ନିଶ୍ଚୟ ଦେଇ ଓ ସଦାବ! ସଂସାରେ ଟଙ୍କା ଦିଆଗଲା, ପୁଣି ସମକ ପ୍ରମାଣ ନ ଦେଲା ପର୍ଯ୍ୟନ୍ତ ସେ ଆଟାଚ ଆପଣ ଛୁଇଁ ପାରିବେନି। ଶୁଭ ସଂସାରୀ ବାବୁ ଆପଣଙ୍କ ସବୁ କଥାରେ ସୀମା ଟପି ଯାଉଛନ୍ତି। ଆପଣଙ୍କର ସବୁ କଥା ଆମେ ମାନି ନେଉଛୁ ବୋଲି ଭାବନ୍ତୁନି ଆମେ ଦୁର୍ବଳ। ବେଶୀ ଚାଲାକ ଦେଖେଇଲେ ଆମେ ବି ଚାଲାକ ଦେଖେଇବୁ ଯେ ତମର ପତ୍ତା ମିଳିବନି। ଯଦି କିଛି ଜବାବ ଅଛି, ଯଦି କିଛି ପ୍ରମାଣ ଅଛି ଦିଅ, ନଚେତ ଖାଲି 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 ଏଠୁ ବାଟ କାଟ। ଇଟ୍ ଇଜ୍ ମାଇ ଫାଇନାଲ ୱାର୍ନିଂ। ଦେଖନ୍ତୁ ଆପଣମାନେ ବାଧ୍ୟ କରୁଛନ୍ତି ବୋଲି ମୁଁ କହୁଛି, କିନ୍ତୁ ମୁଁ ପ୍ରମାଣ ଦେଖି ସାରିଲା ପରେ ଆପଣମାନେ ସହ୍ୟ କରିପାରିବେ ତ? ହଁ ପାରିବୁ। ଠିକ ଅଛି, ମୁଁ ତାହେଲେ ଭୋଳାନାଥ ଦାସଙ୍କ ଶବକୁ ଏଠିକି ନେଇ ଆସୁଛି। ମାନେ ଅତି ସିମ୍ପଲ, ଆପଣମାନଙ୍କୁ ପ୍ରମାଣ ଦେଖାଇବା ପାଇଁ ମୁଁ ଭୋଳାନାଥ ଦାସଙ୍କ ଶବକୁ ପାଖରେ ରଖି ବୁଲୁଛି। ମୋ ଦୁଇ ପୁଅଙ୍କୁ କହିଦେଉଛି, ସେମାନେ ଏଠିକି ନେଇ ଆସିବେ। ସେ ଠେଲା ଗାଡ଼ିଟା ଏଠିକି ଟାଣି ଟାଣି ନେଇ ଆସିଲେ ଆପଣମାନେ ଜାଣିପାରିବେ। ଠେଲା ଗାଡ଼ି ମାନେ? ମାନେ ଶବକୁ ତ ଆଉ ଏମିତି ସେମିତି ଗାଡ଼ିରେ ଧରି ବୁଲେଇ ହବନି, ସେଥିପାଇଁ ଗୋଟେ ସ୍ୱତନ୍ତ୍ର ଡିଜାଇନର ଚକ ଲଗା ଠେଲା ଗାଡ଼ି କରାଯାଇଛି। ମୁଁ କହିଦେଉଛି ମୋ ପୁଅମାନଙ୍କୁ, ସେ ଗାଡ଼ିଟା ଆସିଗଲେ ଆପଣ ଦେଖିବେନି। ହଁ କି ବାପା ଆପତ୍ତି? ହଁ ହଁ, ତୁ ସେ ବିପତ୍ତି ସହିତ ମିଶି ସେ ଠେଲା ଗାଡ଼ିଟାକୁ ଏଠିକି ନେଇ ଆସ। ହଁ ହଁ ହଁ, ରହିଲି ରହିଲି। ନା ନା, ଦୟାକରି ସେ ଗାଡ଼ିକି ଏଠିକି ଆଣନ୍ତୁନି। ଯେତେ ଟଙ୍କା ନେବା କଥା ନେଇଯାଆନ୍ତୁ। ମୁଁ ସେ ଦୃଶ୍ୟ ଦେଖି ସହ୍ୟ କରିପାରିବିନି। ଦେଖନ୍ତୁ ମ୍ୟାଡ଼ାମ, ଶବଟାକୁ ତ ଆଉ ସବୁଦିନ ଆମେ ପାଖରେ ଧରି ବୁଲି ପାରିବୁନି। ଯେତେ ହେଲେ ଆପଣଙ୍କ ମାଲ, ଆପଣଙ୍କୁ ଡେଲିଭରି ଦେବାକୁ ହବ। ହେଇ ଶୁଣିପାରୁଛନ୍ତି ମ୍ୟାଡ଼ାମ? ଠେଲା ଗାଡ଼ିର ଶବ୍ଦ ଏଇ ଆଡ଼କୁ ପାଖେଇ ଆସୁଛି। ଘର 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 ଘର। ଶୁଣନ୍ତୁ, ସେ ଠେଲା ଗାଡ଼ି ସହିତ ମୋର ଦୁଇ ପୁଅ ଆପତ୍ତି ଆଉ ବିପତ୍ତି ସାମ୍ନା ରାସ୍ତା ଦେଇ ଏଇ ଆଡ଼କୁ ମାଡ଼ି ଆସୁଛନ୍ତି। ଗାଡ଼ି ଭିତରେ ଚୁଟି ବନ୍ଧା ବସ୍ତା ଭିତରେ ଝୁଲି ଝୁଲି ଆସୁଛନ୍ତି ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ଭୋଳାନାଥ ଦାସ। ହାଲ ଲଗା ଚକର ଶବ୍ଦ ଧୀରେ ଧୀରେ ପାଖେଇ ଆସୁଛି। ଶୁଣ, ହ୍ୟାଲୋ, କ'ଣ ହେଲା? ହଁ, ସେ ଗାଡ଼ିର ଗୋଟେ ଚକ ଜଖମ ହେଇ ବାହାରିଗଲା। ଆରେ କ'ଣ କରିବ ତାହେଲେ? କେମିତି ଆଣିବୁ? ଟେକି ଟେକି ନେଇ ଆସିବ? ନା ନା ନା, ତମେ ସେଇଠି ଥାଅ, ମୁଁ ଯାଉଛି ତମକୁ ସାହାଯ୍ୟ କରିବା ପାଇଁ। ହଁ ଆଜ୍ଞା, ଆପଣମାନେ ଟିକେ ଆସନ୍ତୁ। ସେ ଗାଡ଼ିଟାକୁ ସମସ୍ତେ ମିଳିମିଶି ଏଇଠିକି ନେଇ ଆସିବା। ଆସନ୍ତୁ। ସେ ଗାଡ଼ିଟା ଯୋଉଠି ପଡ଼ି ରହିଛି ସେଇଟା ହେଉଛି ଗୋଟେ ଟ୍ରାଫିକ ପୋଲିସ ଛକ, ଯୋଉଠି ଦିନ ରାତି ଗୋଟେ ପୋଲିସ ପହରା ଦେଉଛି। ଆସନ୍ତୁ ଆସନ୍ତୁ।
ଶବ୍ଦ ତମମାନଙ୍କୁ ଶୁଣା ଯାଉଥିଲା ନା? ହଁ ଶୁଣା ଯାଉଥିଲା, ସତେ ଯେମିତି ବହୁତ ଦିନର ଗୋଟେ ପୁରୁଣା ଗାଡ଼ିକୁ କିଏ ଟିକେ ଟାଣି ଟାଣି ଆଣୁଛି। ସିଦ୍ଧାନ୍ତ, ତମେ ଶୁଣିପାରୁଥିଲ ନା? ନାଇଁ, ମାନେ ମୁଁ ଏତେ ଅନ୍ୟମନସ୍କ ହେଇଯାଇଥିଲି, ମୁଁ ଠିକ୍ କହିପାରିବିନି ଶବ୍ଦ ଶୁଭୁଥିଲା କି ନାହିଁ। ବାପା, ଆପଣ ଶୁଣିପାରୁଥିଲେ ନା? ହଁ, ମାନେ କ'ଣ ଗୋଟେ ଯାନ୍ତ୍ରିକ ଶବ୍ଦ ଶୁଣାଯାଉଥିଲା, କିନ୍ତୁ ପ୍ରକୃତରେ ସେଟା ଠେଲା ଗାଡ଼ିର ଶବ୍ଦ କି କ'ଣ ମୁଁ କହିପାରିବିନି। ସତ କହିବାକୁ ହେଲେ ମୁଁ ବି କିଛି ଶୁଣିପାରୁନଥିଲି। ମୁଁ ଭାବୁଛି ଲୋକଟା ନିଶ୍ଚିତ ଭାବରେ ପୋଲିସ ଡିପାର୍ଟମେଣ୍ଟର ଲୋକ। ମୁଁ ବି ଠିକ୍ ସେଇଆ ଭାବୁଛି। ଲୋକଟା ସିବିଆଇ କିମ୍ବା ଗୋଇନ୍ଦା ବିଭାଗର ଲୋକ ବେଶ ବଦଳି ଆସିଛି। ପୁଣି ବେଳେବେଳେ ଭାବୁଛି ଆମେମାନେ ଗୋଟେ ଠକା ହାବୁଡ଼େ ପଡ଼ିଯାଇଛେ। ହେଇ, ଆମେ ମାନେ ଏଠି ଚୁପଚାପ ଠିଆ ହେଇଛେ, ସେ ଟଙ୍କାଟା ଧରି ଚମ୍ପଟ। ଆରେ ସତ ତ? ଆରେ ଆମେ ସମସ୍ତେ ଛିଡ଼ା ହେଇଛେ, ହେଲେ କେହି ଦେଖିପାରିଲେନି। ସେ ଟଙ୍କା ବାକ୍ଟା ନେଇ ସେ ଲୋକଟା ଯଦି ସେଆଡ଼େ ଚାଲିଯାଏ। ନା, ସେ ଆମକୁ ଏମିତି ବୋକା ବନେଇ ଏ ସହର ଛାଡ଼ି ଯାଇପାରିବନି। ଯେମିତି ହେଲେ ତାକୁ ଧରି ଆମକୁ ପୋଲିସରେ ଦେବାକୁ ପଡ଼ିବ। ସିଦ୍ଧାନ୍ତ, ସଂସାରୀ ବାବୁ ଏ ଲଫାଫାଟା ତମ ନାଁରେ ଛାଡ଼ି ଯାଇଛନ୍ତି। ଫ୍ରମ୍ ସଂସାରୀ ପତି ଟୁ ସିଦ୍ଧାନ୍ତ ଦାସ, ଏଇଟା ମୋ ପାଖକୁ ଲେଖିଛନ୍ତି। ହଁ, ଆରେ ୟା ପଛ ପାଖରେ ବି ଲେଖା ହେଇଛି। ପଢ଼ିଲ ଦେଖି। ଆପଣମାନେ ଭାବୁଥିବେ ମୁଁ 5 ଲକ୍ଷ ଟଙ୍କା ଧପେଇ ନେଇଯାଇଛି। ନା, ପ୍ରକୃତରେ ମୋ ପ୍ରାପ୍ୟ ମୁଁ ଆଦାୟ କରିନେଇଛି। ସେଦିନ ଲକ୍ଷ୍ନୌ ପାଖ ରେଳ ଦୁର୍ଘଟଣାରେ ଭୋଳାନାଥ ଦାସ ମରିନଥିଲେ, ମରିଥିଲେ ମୋ ବାପା ଜନାର୍ଦ୍ଦନ ପତି। ତେଣୁ ରେଳ ବିଭାଗରୁ ଯେଉଁ 4 ଲକ୍ଷ ଟଙ୍କା ପାଇଛନ୍ତି, ସେ ଟଙ୍କା ପାଇବାକୁ ହକଦାର। ଏ ଲଫାପା ଖୋଲିଲେ ଅଧିକ ତଥ୍ୟ ଜାଣିପାରିବେ। ମଉସାଙ୍କ ସ୍ଥାନରେ ସଂସାରୀ ବାବୁଙ୍କ ବାପାଙ୍କର ମୃତ୍ୟୁ ହେଇଛି। ଆଶ୍ଚର୍ଯ୍ୟ। ପଢ଼। ପ୍ରକୃତରେ ଭୋଳାନାଥ ଦାସ ଯେଉଁଦିନ ଋଷିକେଶ ଅଭିମୁଖେ କଟକରୁ ଯାତ୍ରା ଆରମ୍ଭ କରିଥିଲେ, ସେଇଦିନ ମୋ ବାପା ବାଲେଶ୍ୱରରୁ ଯାତ୍ରା ଆରମ୍ଭ କରିଥିଲେ। ମୋ ବାପାଙ୍କୁ ଟ୍ରେନରେ ବସେଇ ଦେବା ପାଇଁ ବାଲେଶ୍ୱର ଷ୍ଟେସନ ଆସିଥିଲି। କୌଣସି କାରଣବଶତଃ ସେଦିନ ନୀଳାଚଳ ଏକ୍ସପ୍ରେସ୍ ବାଲେଶ୍ୱରରେ ଘଣ୍ଟାଏ କାଳ ପଡ଼ି ରହିଲା। ସେଇଠି ଟ୍ରେନ୍ ଭିତରେ ମୋ ଉପସ୍ଥିତିରେ ମୋ ବାପାଙ୍କ ସହିତ ଭୋଳାନାଥ ଦାସଙ୍କର ପରିଚୟ ହେଲା। ପ୍ରକୃତରେ ମୋ ବାପା ପ୍ରଥମେ ଆହ୍ଲାବାଦ ପର୍ଯ୍ୟନ୍ତ ଯାଇ ପରେ ଦିଲ୍ଲୀ ଯିବାକୁ ଯୋଜନା କରି ଟିକେଟ୍ କରିଥିଲେ। ଏଣେ ଭୋଳାନାଥ ମଉସା ଦିଲ୍ଲୀ ଯିବାକୁ ଟିକେଟ୍ କରିଥିଲେ ସୁଦ୍ଧା ଆହ୍ଲାବାଦ ଠାରେ କିଛି କାମ ସାରି ପରେ ଦିଲ୍ଲୀ ହେଇ ଋଷିକେଶ ଯିବାକୁ ଚାହୁଁଥିଲେ। ମୋ ଉପସ୍ଥିତିରେ ସେମାନେ ପରସ୍ପର ଟିକେଟ୍ ବଦଳାଇବା ପାଇଁ ସ୍ଥିର କଲେ। ମୋ ବାପା ଭୋଳାନାଥ ମଉସାଙ୍କ ଟିକେଟ୍ ନେଇ ଦିଲ୍ଲୀ ଗଲେ ମୋ ଭଉଣୀ ଘରକୁ। ଭୋଳାନାଥ ମଉସା ମୋ ବାପାଙ୍କ ଟିକେଟରେ ଆହ୍ଲାବାଦ ଗଲେ, କିନ୍ତୁ କାଳ ମୋ ବାପାଙ୍କ ଆୟୁଷ ଶେଷ କରିଦେଇଥିଲା। ଭୋଳାନାଥ ମଉସା ଆହ୍ଲାବାଦ ଠାରେ ଓହ୍ଲାଇ ଗଲା ପରେ ଲକ୍ଷ୍ନୌ ପାଖରେ ଟ୍ରେନ୍ ଆକ୍ସିଡେଣ୍ଟ ହେଲା। ମୋ ବାପା ଚାଲିଗଲେ, କିନ୍ତୁ ଭୋଳାନାଥ ମଉସାଙ୍କ ଟିକେଟ୍ ନେଇ ଯାତ୍ରା କରୁଥିବାରୁ ମୃତ ତାଲିକାରେ ଭୋଳାନାଥ ମଉସା ମୃତ ବୋଲି ପ୍ରକାଶିତ ହେଲା। ଆପଣମାନେ ମୋ ବାପାଙ୍କ ଶବକୁ ଭୋଳାନାଥ ଦାସଙ୍କ ଶବ ଭାବି ଦାହ କଲେ ଏବଂ ରେଳ ବିଭାଗରୁ ସାହାଯ୍ୟ ପାଇଲେ। ଯେତେ କହିଲେ ବି ରେଳ ବିଭାଗ ବାଲା ମୋ କଥା ଶୁଣିଲେନି। ଆପଣଙ୍କ ବାପାଙ୍କୁ ଖୋଜିବା ପାଇଁ ଋଷିକେଶ ଆଶ୍ରମ, ଆପଣଙ୍କ ଗାଁ, ଦିଲ୍ଲୀ, ଆହ୍ଲାବାଦ ଘୁରି ବୁଲିଲି ଏବଂ ଶେଷରେ ତାଙ୍କୁ କଲିକତାରୁ ଉଦ୍ଧାର କରିଛି ଏବଂ ସାଙ୍ଗରେ ଧରି ବୁଲୁଛି। ତାମାନେ ସେ ଯୋଉ ଶବ ଆଣିବା କଥା କହୁଥିଲେ ସେ ସବୁ ମିଛ? ମଉସା ବଞ୍ଚିଛନ୍ତି? ହଁ, ମଉସା ବଞ୍ଚିଛନ୍ତି, କିନ୍ତୁ ଗୋଟେ ମୁର୍ଦାର ହେଇ ବଞ୍ଚିଛନ୍ତି। ଆଖିରୁ ଠୋପେ ଲୁହ ଝରୁନି କି ଓଠରୁ ପଦେ କଥା ବାହାରୁନି। ମୁଁ ଦୁଇ ପୁଅଙ୍କୁ କହିଦେଉଛି, ସେମାନେ ତାକୁ ନେଇ ଆସିବେ।
ବାପା ଆପତ୍ତି ଆଉ ବିପତ୍ତି ମଉସାଙ୍କ ଟିକେ ନେଇ ଆସ ତ। ଆସ। ଆସ। ବାପା ମତେ କ୍ଷମା କରିଦିଅ ବାପା। ତମ ଶବ କହି ମତେ ଯୋଉ ଶବ ଦିଆଗଲା ମୁଁ ତାକୁ ଚିହ୍ନିବାର ବାଟ ନଥିଲା। ଆପଣଙ୍କର ଏଇ ଅବସ୍ଥା ପାଇଁ ମୁଁ ଦାୟୀ ବାପା, ମୁଁ ଦାୟୀ। ଉଠନ୍ତୁ ସିଦ୍ଧାନ୍ତ ବାବୁ। ଭୋଳାନାଥ ମଉସାଙ୍କର ଏ ଅବସ୍ଥା ପାଇଁ ଆପଣ ଦାୟୀ ନୁହନ୍ତି, ଦାୟୀ ହେଉଛି ଅନ୍ୟ ଜଣେ। ଦାୟୀ ଅନ୍ୟ ଜଣେ? ସେ କିଏ? ସେ କିଏ ସେଟା ଆପଣ ଖୋଜି ବାହାର କରନ୍ତୁ। ସେ ବ୍ୟକ୍ତି ଆପଣମାନଙ୍କ ଭିତରେ ଅଛନ୍ତି। କିଏ ତାଙ୍କୁ ଖଡ଼ଗପୁର ଠାରୁ ରେଳରୁ ଉଠେଇ ନେଇ କଲିକତାର ଗୋଟିଏ ପାଗଳ ଗାରଦରେ ଭର୍ତ୍ତି କରିଥିଲା। ଗୋଟେ ସୁସ୍ଥ ଲୋକକୁ ପାଗଳ କରିବା ପାଇଁ ଚେଷ୍ଟା କରିଥିଲା। ମୁଁ ଆଶା କରୁଛି ସେ ନିଜେ ତାଙ୍କର ନାମ ପ୍ରକାଶ କରନ୍ତୁ, ଅନ୍ୟଥା ମୁଁ ସବୁ ଖୋଲିଦେବା ପାଇଁ ବାଧ୍ୟ ହେବି। ସମୁଦ୍ର ଆପଣ ମତେ କ୍ଷମା କରିଦିଅନ୍ତୁ। ସମୁଦ୍ର କେବଳ ମୋରି ପାଇଁ ଆପଣଙ୍କର ଆଜି ଦୋଷ। ବହୁ ଲୋକ ଲଗାଇ ଆପଣଙ୍କୁ ପାଗଳ ଗାରଦରେ ଭର୍ତ୍ତି କରିଥିଲି। ମୁଁ ମହାପାପୀ ସମୁଦ୍ର, ମହାପାପୀ। ଆପଣ ମତେ କ୍ଷମା ନ କଲେ ଏ ଦୁନିଆ ଦାଣ୍ଡରେ ଦେଖି ଚାଲି ପାରିବିନି। ଆପଣ ମତେ କ୍ଷମା କରନ୍ତୁ ସମୁଦ୍ର, ଆପଣ ମତେ କ୍ଷମା କରନ୍ତୁ, ଆପଣ ମତେ ବାପା ଆପଣ କାହିଁକି ଏମିତି କରିବାକୁ ଯାଉଥିଲେ? ମୋଠୁ ଶୁଣନ୍ତୁ। ଆପଣମାନେ ମୋ ବାପାଙ୍କର ଶବ ଦାହ କରି ସାରିଲା ପରେ ସିଧୁ ବାବୁ ଗାଁର ସବୁ ଜମିବାଡ଼ି ବିକ୍ରି କରି ୟାଙ୍କ ସହିତ ମିଶି ବିଜନେସ୍ ଆରମ୍ଭ କଲେ। ଧୀରେ ଧୀରେ ଫ୍ୟାକ୍ଟ୍ରି ଆଉ ବିଜନେସ୍ କାମ ଆଗେଇ ଚାଲିଲା। ଠିକ୍ ଏହି ସମୟରେ ଭୋଳାନାଥ ମଉସା ଋଷିକେଶରୁ ଫେରୁଛନ୍ତି ବୋଲି ଗୋଟିଏ ଚିଠି ଲେଖିଲେ। ସେ ଚିଠିଟି ନୀଳାମ୍ବର ବାବୁଙ୍କ ହାତରେ ପଡ଼ିଲା। ସମୁଦି ଋଷିକେଶରୁ ଫେରି ଆସିଲେ ସବୁ ଗୋଳମାଳ ହେଇଯିବ। ଦୁନିଆ ଆଗରେ ସେ ମୁଣ୍ଡ ଟେକି ଚାଲିପାରିବେନି। ଏମିତି ଭାବି ଖଡ଼ଗପୁର ପାଖରୁ ଟ୍ରେନ୍ରୁ ତାଙ୍କୁ ଉଠେଇ ନେଇଗଲେ ଏବଂ କଲିକତାର ଗୋଟେ ପାଗଳ ଗାରଦରେ ତାଙ୍କୁ ପାଗଳ ବୋଲି କହି ରଖେଇ ଦିଆଗଲା। ବାପା ଆପଣ ପହଞ୍ଚିଛନ୍ତି ବୋଲି ମୁଁ ଜାଣିଥିଲି। ସବୁ କିଛି ହାସଲ କରିବି, ସବୁ କିଛି ଉପଭୋଗ କରିବି, ଏମିତି ଗୋଟେ ସର୍ବଗ୍ରାସୀ ଆଶା ମତେ ଅମଣିଷ କରିଦେଇଥିଲା। ମୁଁ ମୋ କାର୍ଯ୍ୟ ପାଇଁ ସାରା ଜୀବନ ଅନୁତାପ କରିବି। ବାପା ଆପଣ ମତେ କ୍ଷମା କରିଦିଅନ୍ତୁ, କ୍ଷମା କରିଦିଅନ୍ତୁ। କାହାକୁ ମୁଁ କ୍ଷମା କରିବି? ତୁମମାନଙ୍କର କୌଣସି ଦୋଷ ନାହିଁ। ମୋ କର୍ମଫଳ ମୁଁ ଭୋଗ କରୁଛି। ମତେ ତୁମେମାନେ ଛାଡ଼ିଦିଅ। ମୁଁ ଋଷିକେଶ ଫେରିଯିବି। ବାପା ନା, ଆପଣ ଆମକୁ ଛାଡ଼ି ଚାଲିପାରିବେନି। ଆପଣ ଆମକୁ ଛାଡ଼ି ଚାଲି ଯାଇପାରିବେନି। ଆପଣ ଏମାନଙ୍କୁ ଛାଡ଼ି ଚାଲିଗଲେ ମୁଁ ନିଜକୁ ନିଜେ କ୍ଷମା କରିପାରିବିନି। ସମୁଦ୍ର ଆପଣ ଆମକୁ ଏତିକି ଦୟା କରନ୍ତୁ, ଆପଣ ଆମକୁ ଏତିକି ଦୟା କରନ୍ତୁ ସମୁଦ୍ର, ଏତିକି ଦୟା କରନ୍ତୁ। ତୁମେମାନେ ତୁମର ଭୁଲକୁ ମୁକ୍ତ କଣ୍ଠରେ ସ୍ୱୀକାର କରିଛ। ଭଗବାନ ତୁମକୁ ଶାନ୍ତି, ସୌଭାଗ୍ୟ
ସବୁ କିଛି ଦିଅନ୍ତୁ। ମୁଁ ଏଠି ଏ ସଂସାର ଜଞ୍ଜାଳ ଭିତରେ ରହି ଆଉ ଘାଣ୍ଟି ହେବାକୁ ଚାହୁଁନି। ମତେ ଯିବାକୁ ଦିଅ। ବାପା ନା ସିଦ୍ଧାନ୍ତ, ନା ସରିତା, ତୁମମାନଙ୍କ ଉପରେ ମୋର ଦୁଃଖ ନାହିଁ। ପାଶ୍ଚାତ୍ୟ ସଂସ୍କୃତିକୁ ଅନୁକରଣ କରି ଆଜିର ଯୁବ ସମାଜ ଅଧିକରୁ ଅଧିକ ଉପଭୋଗ ସାମଗ୍ରୀ ଠୁଳ କରିବା ପାଇଁ ଯେଉଁ ପ୍ରତିଯୋଗିତା ଚଳେଇଛି, ସେଥିରେ ତୁମେମାନେ ସାମିଲ ହେଇଛ। ମାତ୍ର ଏ ଭୌତିକ ସୁଖର ଆହରଣର ଦୌଡ଼ରେ ଉଚ୍ଚ ମୂଲ୍ୟବୋଧର ଭାରତୀୟ ସଂସ୍କୃତି ଦିନେ ହଜିଯିବ, ସେଥିପାଇଁ କଷ୍ଟ ହେଉଛି। ମୁଁ ଏଠି ଅଧିକ ସମୟ ରହି ଏ କଷ୍ଟ ଦେଖିବାକୁ ଆଉ ଚାହୁଁନି। ସମସ୍ତେ ଅନୁତାପର ଅଗ୍ନିରେ ଉଜ୍ଜଳ ଦିଶୁଛନ୍ତି ମଉସା। ଏମାନଙ୍କର ମଙ୍ଗଳ ପାଇଁ ଏଇଠି କିଛି ଦିନ ରହିଗଲେ ଭଲ ହବ। ତାପରେ ଆପଣ ମୋତେ କଥା ଦେଇଥିଲେ ମୋ ବାପାଙ୍କର ଅସ୍ଥି କଳସ ମୋତେ ହସ୍ତାନ୍ତର କରିବେ ବୋଲି। ମୋ ବାପାଙ୍କୁ ମୁଖାଗ୍ନି ଦେବାର ସୌଭାଗ୍ୟ ମୋତେ ମିଳିଲାନି। ଅନ୍ତତଃ ପକ୍ଷେ ତାଙ୍କର ଅସ୍ଥିକୁ ନେଇ ତ୍ରିବେଣୀରେ ତ ମୁଁ ବିସର୍ଜନ କରିପାରିବି। ଆପଣଙ୍କ ବାପାଙ୍କର ପବିତ୍ର ଅସ୍ଥି ମୋ ପାଖରେ ସୁରକ୍ଷିତ ଅବସ୍ଥାରେ ଅଛି ସଂସାରୀ ବାବୁ। ମୁଁ ନେଇ ଆସୁଛି। ସିଦ୍ଧାନ୍ତ ବାବୁ, ଆପଣ ମୋ ଛୋଟ ଭାଇ ଭଳି। ଗତ ଜନ୍ମରେ ଆପଣ ମୋର ସହୋଦର ଥିଲେ। ମୁଁ ଆପଣଙ୍କର ଏ ଋଣ କେବେ ଏ ଜୀବନରେ ଶୁଝି ପାରିବିନି। ନା ସଂସାରୀ ବାବୁ, ଆପଣ ମୋ ବାପାଙ୍କୁ ଉଦ୍ଧାର କରି ମୋତେ ଋଣୀ କରିଦେଇଛନ୍ତି। ମୁଁ ଆପଣଙ୍କ ପାଖରେ ଚିର ଋଣୀ। ଏଇ ନିଅନ୍ତୁ ଆପଣଙ୍କ ବାପାଙ୍କର ଅସ୍ଥି କଳସ। ପରମେଶ୍ୱରଙ୍କର ପ୍ରତ୍ୟେକ କାର୍ଯ୍ୟର ଏକ ସ୍ୱତନ୍ତ୍ର ଉଦ୍ଦେଶ୍ୟ ଥାଏ। ଆଜିର ଏ ମିଳନ ଏକ ଦିବ୍ୟ ଆନନ୍ଦର ସ୍ପନ୍ଦନ ଜାଗରିତ କରୁଛି। ଯାହା ସବୁ ଘଟିଯାଇଛି, ବୋଧହୁଏ ଏହା ଥିଲା ଈଶ୍ୱରଙ୍କ ଇଚ୍ଛା। ସର୍ବେ ଭବନ୍ତୁ ସୁଖିନା, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖଭାଗ୍ ଭବେତ୍।